ପିଲାମାନେ ଆଜିର ଭିଡିଓଟି ସମ୍ପୂର୍ଣ୍ଣ ଭାବରେ ପ୍ଲସ୍ ଥ୍ରୀ ର ସିକ୍ସ ସେମିଷ୍ଟାର ଓଡିଆ ଅନର୍ସ ପିଲାମାନଙ୍କ ପାଇଁ ଗୋଟେ ଗୁରୁତ୍ୱପୂର୍ଣ୍ଣ ଭିଡିଓ। କାହିଁକି ନା ପିଲାମାନେ ତମର ସିକ୍ସ ସେମିଷ୍ଟାର ଯୋଉ କର 40 ରହିଛି, ଯୋଉ ତମର କଣ ଓଡିଆ ଭାଷାର ବ୍ୟବହାରିକ ପ୍ରୟୋଗ ଅଛି, ତ ସେଇଠୁ ଆମେ ଯେତିକି ସବୁ ତମର ସର୍ଟ କ୍ୱେଶ୍ଚନ ଗୁଡାକ ଅଛି କୋଉଠୁ ନା ୟୁନିଟ୍ 1 ହେଲା। ୟୁନିଟ୍ 1 କଣ ଅଛି? ଭାଷା ଓ କଳା, ତା ସହିତ ଦଳଗତ ଆଲୋଚନା ଏବଂ ସାକ୍ଷାତକାର। ଏଗୁଡା ତମମାନେ ଅଲରେଡି ପଢି ସାରିଛ। ତମର ଏଇ ସିସି ରେ ଯୋଉ ଥିଲା, ତ ସେଗୁଡା ତମମାନଙ୍କର ଅନେକ ସାରା ନଲେଜ ଥିବ ତମ ମୁଣ୍ଡରେ। ତେଣୁକରି ଆଉ ସେଗୁଡା କିଛି ଆମେ ଲଘୁଚାଟ ଭିଡିଓ ମାଧ୍ୟମରେ ଆମେ ମାନେ ତମ ଭାବ ଯେ ଗୋଟେ ଟାଇପ ର ରିଭିଜନ ହେଇଯିବ ତମମାନଙ୍କ ପାଇଁ ହେଲା। ଆଉ ଏଗୁଡା କିଛି ଘୁଷିବାର ନାହିଁ। ତ ଚାଲ ତ ସର୍ଟ କ୍ୱେଶ୍ଚନ ଗୁଡାକ ଆମେ ଦେଖିଦବା କେମିତି କଣ ଆସିଛି, ଆମକୁ ଏକ୍ସାମ ରେ କେମିତି କଣ ଲେଖିବାର ଅଛି। ତାଦ୍ୱାରା ତମମାନଙ୍କର ମନ ମାନେ ତୁମର ମୁଣ୍ଡରେ ଗୋଟେ ଆଇଡିଆ ଆସିଯିବ ହେଲା। ତମର ଏକ୍ସାମ ରେ ଯେକୌଣସି ତମର 1 ମାର୍କ ଆସୁ କି 2 ମାର୍କ ଆସୁ, ସେ ଆରାମସେ ତମେ ଆଟେମ୍ପ୍ଟ କରିପାରିବ। ତ ଚାଲନ୍ତୁ ଆମେ ଆଲୋଚନା କରିବା। ତ ଚାଲନ୍ତୁ ପିଲାମାନେ, ଏଠି ତମର ସର୍ଟ କ୍ୱେଶ୍ଚନ ଏଇଠୁ ଆରମ୍ଭ ହେଇଗଲା। ତ ପିଲାମାନେ ମୁଁ ତୁମକୁ ଫାଷ୍ଟ ହିଁ କହିଦଉଛି ଯେ ଯୋଉ ଆମେ ଆଲୋଚନା କରୁଛେ ଯୋଉ ସାକ୍ଷାତକାର ବା ତମର ୟୁନିଟ୍ 1 ଟି, ତ ତାହା ତମର ମାନେ ଅନେକ ସାରା ସର୍ଟ କ୍ୱେଶ୍ଚନ ଅଛି। ତେଣୁକରି ଆଜିର ଭିଡିଓଟି ଟିକେ ବଡ ହେଇପାରେ, ତଥାପି ତମେ ଧୈର୍ଯ୍ୟର ସହିତ ତମକୁ ଦେଖିବା ପାଇଁ ପଡିବ। କାହିଁକି ନା ତମର ଭବିଷ୍ୟତ ତମର ହାତରେ ହେଲା। ଯଦି ତମେ ଧୈର୍ଯ୍ୟ ସହିତ ଦେଖିବ, ବୁଝିବ, ତେବେ ହିଁ ତମର ଏକ୍ସାମ ରେ ଯେକୌଣସି କ୍ୱେଶ୍ଚନ ଆସିଲେ ଲେଖିପାରିବ। ଆଉ ତମେ ଯଦି ଟିକେ ଦେଖିକି ପଳେଇବ, ଅଧା ଅଧା ଦେଖିବ, ତ ସେମିତି ହେଲେ କିଛି ମନେ ରହିବ ନାହିଁ। ତ ଚାଲନ୍ତୁ ଆଲୋଚନା କରିବା। ଦେଖନ୍ତୁ, କୋର୍ଟ ପରି ଏକ ଅନୁଷ୍ଠାନର ସ୍ୱପ୍ନ କେବେ ଦେଖିଥିଲେ ଏବଂ ନିଜର ଅନ୍ତର୍ନିହିତ ଶକ୍ତିର କିପରି ଠୁଳ କଲେ? ନା ଦେଖନ୍ତୁ, ମାତ୍ର 5,000 ଟଙ୍କାରେ ଏକ ଭଡା ଘରେ କେଉଁ କିଟ୍ ରୂପକ ଚାରା ରୋପଣ କରିଥିଲି, ତାହା ମହାଦ୍ରୁମରେ ପରିଣତ ହୋଇଛି। ମୁଁ ନିର୍ମିତ ମାତ୍ର ପାହାଡ ପରି ବାଧାବିଘ୍ନ ଆସିଛି। ଏସବୁ ଧୈର୍ଯ୍ୟର ସହିତ ସାମ୍ନା କରିଛି। କୌଣସି ସଫଳତାର ଦାବିଦାର ମୁଁ ନୁହେଁ ଏବଂ ଈଶ୍ୱର ହିଁ ମୋର ମାଧ୍ୟମରେ କରାଇଥାନ୍ତି ବୋଲି ମୁଁ ଦୃଢ ନିଶ୍ଚିତ। ତା ସହିତ ସଚିତା ଓ ଅନ୍ୟ ପାଇଁ ଉତ୍ସର୍ଗୀକୃତ ଭାବନା ଆଣିପାରିଲେ ଲକ୍ଷ୍ୟ ସ୍ତରରେ ପହଞ୍ଚିବା ଶକ୍ତି ଅନ୍ୟ ଜଣେ ଯୋଗାଇଥାନ୍ତି। ମୁଁ ମୋର କର୍ମ କରିଛି ଆଉ ସାହସର ସହିତ ଆଗକୁ ବଢିଛି। ଏସବୁ ପାଇଁ ମୁଁ ପରମେଶ୍ୱରଙ୍କ ନିକଟରେ ନିଜକୁ ସମର୍ପି ଦେଇଛି ହେଲା। ତାପରେ ଦେଖିବା ବର୍ତ୍ତମାନ ସ୍ଥିତିରେ ଦେଖାଯାଉଛି ଯେ ଜଣେ ବୃତ୍ତିଗତ ପାଠ୍ୟକ୍ରମ ଶେଷ କରିବା ପରେ ଏହା ସହିତ ନିଯୁକ୍ତିର କୌଣସି ତାଳମେଳ ରହୁନାହିଁ। କଣ ପାଇଁ ଏପରି ହେଉଛି ନା ଦେଖନ୍ତୁ, ଯଦି ଜଣେ ଉଚ୍ଚ ଶିକ୍ଷା ସମ୍ପନ୍ନ ଯୁବକ ଓ ଯୁବତୀ କୌଣସି ସରକାରୀ କିମ୍ବା ଅନ୍ୟାନ୍ୟ କ୍ଷେତ୍ରରେ ନିଯୁକ୍ତି ପାଉଛନ୍ତି, ତାହେଲେ ଅସୁବିଧା କଣ? ଦେଖନ୍ତୁ, ଇଞ୍ଜିନିୟରିଂ ପାସ୍ କରି ବ୍ୟାଙ୍କିଂ କିମ୍ବା ଅନ୍ୟାନ୍ୟ ସରକାରୀ କ୍ଷେତ୍ରରେ ଯଦି ନିଯୁକ୍ତି ପାଉଛନ୍ତି, ସେଥିରେ ସେମାନେ ନିଜର ପାରଦର୍ଶିତାକୁ ଅଧିକ ଦେଖାଇ ପାରିବେ। କିନ୍ତୁ ଶିକ୍ଷାର ମାନ ନିଯୁକ୍ତି ଭିତ୍ତିକ ହେଲେ ନିଶ୍ଚିତ ଭାବରେ ଭାରତର ଅର୍ଥନୈତିକ ବ୍ୟବସ୍ଥାର ପରିବର୍ତ୍ତନ ଆସିବ। ତା ସହିତ ସମୟ ଅନୁସାରେ ସମସ୍ତ ନିଯୁକ୍ତି କ୍ଷେତ୍ରରେ ମଧ୍ୟ ସୁଯୋଗର ବିକାଶ ଘଟିଛି ହେଲା। ଦେନ୍ ତାପରେ ଦେଖିବା ତାପରେ ପ୍ରଶ୍ନ ହେଲା, ସାମ୍ପ୍ରତିକ ସ୍ଥିତିରେ ସରକାରଙ୍କର ସମସ୍ତ ଅନୁଷ୍ଠାନ ସମ୍ବଳ ଥାଇ ବେସରକାରୀ ଅନୁଷ୍ଠାନ ଠାରୁ ବହୁ ପଛରେ। ଏହା ପଛରେ କାରଣ କଣ? ଏହା ପଛରେ କାରଣ କଣ ନା ଦେଖନ୍ତୁ, ଏଥିରେ ମୁଁ ସମ୍ପୂର୍ଣ୍ଣ ଏକମତ ନୁହେଁ। କାରଣ NIT ଏବଂ IIM ଓ IIT ଭଳି ସରକାରୀ ଅନୁଷ୍ଠାନରେ ଆନ୍ତର୍ଜାତିକ ସ୍ତରରେ ବହୁ ସମ୍ମାନ ରହିଛି, କିନ୍ତୁ ବେସରକାରୀ କ୍ଷେତ୍ରରେ ଅନୁଷ୍ଠାନର ମାନ ବୃଦ୍ଧି ପାଇଁ ସମସ୍ତ ପ୍ରକାର ଚେଷ୍ଟା କରାଯାଇଥାଏ। ଦେଖନ୍ତୁ କଣ ନା ପ୍ଲେସମେଣ୍ଟରୁ ନେଇ ସ୍କିଲ୍ ଡେଭଲପମେଣ୍ଟ ଏବଂ ପାଠ୍ୟକ୍ରମରେ କିପରି ଜଣେ ଛାତ୍ର କିମ୍ବା ଛାତ୍ରୀ ନିଜକୁ ପ୍ରତିଷ୍ଠା କରିପାରିବ, ତା ପାଇଁ ଅନୁଷ୍ଠାନ ସମସ୍ତ ପ୍ରକାର ଚେଷ୍ଟା କରିଥାଏ। ଆଜିର ପ୍ରତିଯୋଗିତା ମୂଳକ ଯୁଗରେ ମାନଭିତ୍ତିକ ପାଠ୍ୟକ୍ରମ ପାଇଁ ଅନୁଷ୍ଠାନ ବେଶ ନିଜର ହୋଇପାରିଛି ହେଲା। ନିଜର ଦେଇ ଆସିଛି। ତାପରେ ଦେଖିବା ତା ପର କ୍ୱେଶ୍ଚନଟି ହେଲା, ଆମେ ଯଦି ଦେଖିବା ବିଶ୍ୱ ସ୍ତରରେ ଆମର ଶିକ୍ଷା ବ୍ୟବସ୍ଥା ଦକ୍ଷତା ଗବେଷଣା କ୍ଷେତ୍ରରେ ବହୁ ପଛରେ। ତା ସହିତ ୟୁରୋପିଆନ ଏବଂ ବିକାଶଶୀଳ ଦେଶ ଗୁଡିକରେ GDP ର କେତେ ନା 12 ରୁ 15% ଶିକ୍ଷା କ୍ଷେତ୍ରରେ ବିନିଯୋଗ ହେଉଥିବା ବେଳେ ମାତ୍ର 4% ଭାରତରେ ବିନିଯୋଗ ହେଉଛି। ଏଥିପାଇଁ ସରକାର କଣ କରିବା ଆବଶ୍ୟକ? ନା ଦେଖନ୍ତୁ, ଯେଉଁ ଦେଶର ଶିକ୍ଷା ଯେତେ ଉନ୍ନତ ସେ ଦେଶ ସେତେ ବିକଶିତ। ଶିକ୍ଷା ହେଉଛି ଜୀବନରେ ପରିବର୍ତ୍ତନ ଆଣିବା ସହିତ ଦେଶର ସାମାଜିକ ଅର୍ଥନୈତିକ ପ୍ରତିଷ୍ଠାକୁ ଆଗକୁ ବଢାଇଥାଏ। ଏଥିପାଇଁ ସରକାର GDP ର ମୁଖ୍ୟ ଅଂଶ ଶିକ୍ଷା କ୍ଷେତ୍ରରେ ବିନିଯୋଗ କରିବାର ଆବଶ୍ୟକତା ରହିଛି। ଏହା ନିଶ୍ଚିତ ବର୍ତ୍ତମାନ ଶିକ୍ଷା କ୍ଷେତ୍ରରେ ସରକାର ସଚେତନ ଅଛନ୍ତି। ତାପରେ ଦେଖିବା ତାପରେ କ୍ୱେଶ୍ଚନଟି ହେଲା, ଦେଖ ବର୍ତ୍ତମାନର ଶିକ୍ଷାକୁ ଅବଲୋକନ କଲେ ସମସ୍ତ ରାଜ୍ୟରେ ବିଭିନ୍ନ ପ୍ରକାର ଶିକ୍ଷା ଉପଲବ୍ଧ। ଏଥିପାଇଁ ଗୋଟିଏ ପ୍ରକାର ଶିକ୍ଷା ବ୍ୟବସ୍ଥା ହେବା ଆବଶ୍ୟକ କି? ନା ଦେଖନ୍ତୁ, ନିଶ୍ଚିତ ଭାବରେ। କାହିଁକି ନା ଦେଖନ୍ତୁ, ଉଚ୍ଚ ଶିକ୍ଷା ଓ ବୃତ୍ତିଗତ ପାଠ୍ୟକ୍ରମରେ ଦେଶରେ ଏକ ପ୍ରକାରର ଶିକ୍ଷା ବ୍ୟବସ୍ଥା ହେବା ଦରକାର। କାରଣ ଏହା ଦ୍ୱାରା ଗୁଣାତ୍ମକ ଶିକ୍ଷାର ବିକାଶ ହେବା ସହିତ ବହୁ ମେଧାବୀ ଛାତ୍ରଛାତ୍ରୀ ସୃଷ୍ଟି ହୋଇପାରିବେ ଏବଂ ଶିକ୍ଷା କ୍ଷେତ୍ରରେ ବହୁ ଉନ୍ନତି ଆସିପାରିବ। ତାପରେ ଦେଖିବା ହେଲା, ତାପରେ କ୍ୱେଶ୍ଚନଟି କଣ ଅଛି? ଦେଖନ୍ତୁ, ଅନୁସୂଚିତ ବର୍ଗର ପିଲାଙ୍କର ପାଇଁ ସୁଯୋଗ ସୃଷ୍ଟି କରି ଆନ୍ତର୍ଜାତିକ ସ୍ତରରେ ଆପଣ ଖ୍ୟାତି ଅର୍ଜନ କରିଛନ୍ତି ଏବଂ
ଅନ୍ୟାନ୍ୟ ବର୍ଗର ପିଲାଙ୍କ ପାଇଁ କିଛି ଉଦ୍ୟମ କରିଛନ୍ତି କି? ନା ଦେଖନ୍ତୁ ଓଡ଼ିଶାର ସମସ୍ତ ଜିଲ୍ଲାରେ କିସ୍ର ଶାଖା ମାଧ୍ୟମରେ ସବୁ ବର୍ଗର ଦରିଦ୍ର ପିଲାଙ୍କର ପାଇଁ ଶିକ୍ଷାର ବିକାଶ ନିମନ୍ତେ ମୋର ପ୍ରୟାସ ଜାରି ରହିଛି। ଏତଦ୍ ଭିନ୍ନ ପ୍ରତି ବର୍ଷ 200ରୁ ଅଧିକ ଗରିବ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣାରେ ଶିକ୍ଷା କିଟ୍ ପରିସରରେ ଉପଲବ୍ଧ ହୋଇପାରିଛି। କାରଣ ମୁଁ ମୋର ବ୍ୟକ୍ତିଗତ ଜୀବନକୁ ମୋର ଉଦାହରଣ ଦେବି। ଦାରିଦ୍ର୍ୟ କାରଣବଶତଃ ବହୁମୂଲ୍ୟ ଜୀବନ ଆଜି ନଷ୍ଟ ହୋଇଯାଇଛି। ତାପରେ ଦେଖିବା ହେଲା କଣ ଅଛି, ଦେଖନ୍ତୁ ଆଜିର ଶିକ୍ଷିତ ଯୁବକମାନେ କ୍ରମଶଃ ଅସାମାଜିକ କାର୍ଯ୍ୟ ଏବଂ ଆତ୍ମହତ୍ୟାର ଶିକାର ହେଉଛନ୍ତି। ଏଥିପାଇଁ କଣ ବୌଦ୍ଧିକ ଶିକ୍ଷାର ଆବଶ୍ୟକତା ରହିଛି କି? ନା ଦେଖନ୍ତୁ ବିନମ୍ର ଭାବରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଅନୁରୋଧ କରିବି କୌଣସି ଅସାମାଜିକ କାର୍ଯ୍ୟରେ ଲିପ୍ତ ନ ହୋଇ ପରିବାର ଗଠନ, ସାମାଜିକ ଗଠନ ସହିତ ଦେଶର ବିକାଶରେ ନିଜକୁ ନିୟୋଜିତ କରିବା ଉଚିତ। ଏଥିପାଇଁ ଶିକ୍ଷା ପ୍ରଣାଳୀର ବୌଦ୍ଧିକ ଶିକ୍ଷାର ଆବଶ୍ୟକତା ରହିଛି। ଦୁଃଖର ସହିତ କହିବାକୁ ପଡୁଛି ଯେ ଏମାନେ ନିଜର ସ୍ୱଳ୍ପ ଚାହିଦାକୁ ମେଣ୍ଟାଇବାକୁ ଯାଇ ଅସାମାଜିକ କାର୍ଯ୍ୟରେ ଲିପ୍ତ ହେଉଛନ୍ତି, ଯାହା ସମାଜ ପାଇଁ ଅମଙ୍ଗଳପ୍ରଦ ନୁହେଁ। ମୁଁ କହିବି କିସରେ ପିଲାମାନଙ୍କୁ ସବୁବେଳେ ଉତ୍ତମ ଶିକ୍ଷା ସହିତ ଚରିତ୍ର ଗଠନ ଦିଗରେ ମୁଁ ପ୍ରୟାସ ଜାରି ରଖିଥାଏ। ତାପରେ ଦେଖିବା ସମ୍ପ୍ରତି ବୃତ୍ତିଗତ କ୍ଷେତ୍ରରେ ଚାହିଦା ବୃଦ୍ଧି ପାଇଁ ପାରମ୍ପରିକ ଶିକ୍ଷାରେ ଆଗ୍ରହ କମିଛି। ଏଥିପାଇଁ ଭବିଷ୍ୟତରେ ଭଲ ଶିକ୍ଷକ, ଅଧ୍ୟାପକ, ଅର୍ଥନୀତିଜ୍ଞ ଆଦି ଉପଲବ୍ଧ ହେବା କ୍ଷେତ୍ରରେ ସମସ୍ୟା ସୃଷ୍ଟି ହେବ କି? ଦେଖନ୍ତୁ କିଛି ବର୍ଷ ପୂର୍ବେ ନିଜର କରାଯାଉଥିବା ବୈଷୟିକ ଶିକ୍ଷା ପ୍ରତି ଆଗ୍ରହ ବଢୁଛି, କିନ୍ତୁ ଆଜିର ସ୍ଥିତିରେ ବରଂ ବୈଷୟିକ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ କମ୍ ଥିବା ବେଳେ ପାରମ୍ପରିକ ଶିକ୍ଷା ପାଇଁ କଲେଜରେ ସିଟ୍ ପୂରଣ ହୋଇଯାଉଛି। ତେଣୁ ମୁଁ କହିବି ସବୁ କ୍ଷେତ୍ରରେ ପର୍ଯ୍ୟାପ୍ତ ସୁଯୋଗ ରହିଛି। ନିଷ୍ଠାର ସହିତ ଆଗକୁ ବଢିଲେ ଯେକୌଣସି କାର୍ଯ୍ୟ କରିହେବ। ତାପରେ ଦେଖିବା ଓଡ଼ିଶାର ପ୍ରାଥମିକ ଶିକ୍ଷାଠୁ ଆରମ୍ଭ କରି ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ସ୍ଥିତି କିପରି ଦେଖିଛନ୍ତି। ନା ଦେଖନ୍ତୁ ବର୍ତ୍ତମାନର ସରକାରୀ ପ୍ରାଥମିକ ଶିକ୍ଷାକୁ ଖୁବ୍ ଗୁରୁତ୍ୱ ଦେଉଛନ୍ତି। ଏହି 10 ବର୍ଷ ହେବ ବିଭିନ୍ନ ଆଦର୍ଶ ବିଦ୍ୟାଳୟ ତା ସହିତ ଅନୁସୂଚିତ ବର୍ଗଙ୍କୁ ନେଇ ତଥା ସମସ୍ତ ବର୍ଗଙ୍କ ପାଇଁ ସରକାରଙ୍କର ଯୋଜନା ଖୁବ୍ ସ୍ୱାଗତ ଯୋଗ୍ୟ। ବର୍ତ୍ତମାନ ପିଲାମାନଙ୍କର ଶିକ୍ଷା କ୍ଷେତ୍ରରେ ଆଗ୍ରହ ବଢିଛି। ସ୍କୁଲ କଲେଜ ଗୁଡ଼ିକରେ ଭିତ୍ତିଭୂମିର ବିକାଶ ହେଉଛି। ଏବେ ସମୟ ବଦଳିଛି, ପିଲାମାନେ ସବୁ କ୍ଷେତ୍ରରେ କଣ ଶିକ୍ଷା ମାଧ୍ୟମରେ ବେଶ ଆଗକୁ ବଢିଛନ୍ତି। ତାପରେ ଦେଖିବା ଯଦି ଆପଣଙ୍କୁ ଶିକ୍ଷା କ୍ଷେତ୍ରରେ ରାଜ୍ୟର ମଙ୍ଗ ଧରିବାକୁ ସୁଯୋଗ ମିଳେ ତାହେଲେ ଆପଣ କାହାକୁ ପ୍ରାଥମିକତା ଦେବେ? ନା ଦେଖନ୍ତୁ ମୁଁ ଜଣେ ସାଧାରଣ ଲୋକ ସମାଜ ସେବା ମାଧ୍ୟମରେ 50ରୁ ଅଧିକ ଦେଶର ଶିକ୍ଷାର ପ୍ରସାର ପାଇଁ ନିଜକୁ ସାମିଲ କରିପାରିଛି। ଯଦି ମୋ ମାଧ୍ୟମରେ ସମାଜର ମଙ୍ଗଳ ହୋଇପାରୁଛି ତାହେଲେ ମୁଁ ସେଥିରେ ଆନନ୍ଦିତ। ଶିକ୍ଷା ସହିତ ସମାଜ ଉପଯୋଗୀ ମଣିଷ ଗଢିବାରେ ମୁଁ ସବୁବେଳେ ଚେଷ୍ଟିତ। ଶିକ୍ଷା ମାଧ୍ୟମରେ ସମାଜର ସବୁ ବର୍ଗର ଉନ୍ନତି ନ ଆଣିଲେ ଏହା ସମାଜ ଓ ଦେଶ ପାଇଁ କ୍ଷତିକାରକ ହେବ। କେବଳ ବେତନ ଭିତ୍ତିକ ଶିକ୍ଷା ନୁହେଁ, ତାହେଲେ କଣ ନା ସମର୍ପଣ ଭିତ୍ତିକ ଶିକ୍ଷା ମଧ୍ୟ ଆବଶ୍ୟକ ହୋଇଥାଏ। ପାଠ ପଢି ବଡ ଚାକିରି, ବଡ ଘର, ବଡ ପଇସା ବାଲା ଓ ବଡ ନେତା ହେବା ପ୍ରକୃତରେ ବଡ ପରିଚୟ ନୁହେଁ, ବରଂ ଭଲ ମଣିଷଟିଏ ହେବା ହିଁ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଥାଏ। ତେଣୁ ମୁଁ ଜଣେ ପତ୍ର ଗୋଟାଇବା ଲୋକ ତୋଟା ମୂଲ କାହିଁକି କରିବି? ତେଣୁ କଥାରେ ଅଛି ଯେ ରାଜା ସିନା ପୂଜା ପାଏ, ଆପଣ ଦେଶରେ ବିଦ୍ୱାନ ପୂଜା ପାଏ ଦେଶ ବିଦେଶରେ ହେଲା। ବିଦ୍ୟାନ କୋଉଠି ନା ଦେଶ ବିଦେଶରେ ପୂଜା ପାଏ, ଆଉ ରାଜା କେବଳ ରାଜ୍ୟ ହିଁ ପୂଜା ପାଏ ହେଲା। ତାପରେ ଦେଖିବା ଦେଖନ୍ତୁ ତତ୍କାଳୀନ କଟକ ଡିସିପି ସଞ୍ଜୀବ କଣ ଆରୋରାଙ୍କର ସହିତ ସାକ୍ଷାତକାର। ଏଟା ସାକ୍ଷାତକାର ନମୁନା 2 ହେଲା। କିଏ କେଉଁଠି ଏକାଠି ବସିଲେ ଏବଂ କଣ ଅପରାଧ କରିଥିଲେ? ଦେଖନ୍ତୁ ଆପଣଙ୍କର ଟିମର 5 ଜଣ ପୋଲିସ ଅଫିସର ଏବେ ବିବାଦରେ। ଠକଙ୍କର ସହିତ ସମ୍ପର୍କ, ଏକାଠି ମୌଜ କରିବା ଘଟଣାକୁ ନେଇ ବିବାଦ ସୃଷ୍ଟି ହୋଇଛି। ଆପଣ ସେ ଅଭିଯୋଗ ତଦନ୍ତ କରୁଛନ୍ତି। କଟକ କଣ କମିଶନରେଟ ପୋଲିସ ଏଭଳି ଘଟଣାରେ ନିନ୍ଦିତ ହେଉନାହିଁ। କିଏ କେଉଁଠି ଏକାଠି ବସିଲେ ତାହା ଅପରାଧ ଶ୍ରେଣୀଭୁକ୍ତ ନୁହେଁ। ପ୍ରସଙ୍ଗ ହେଉଛି କିଏ କେଉଁଭଳି ଅପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତ ଅଛି ସେ ସମ୍ପର୍କରେ ତଦନ୍ତ କରାଯାଉଛି। ତା ଛଡା କେହି ଘରୋଇ କାର୍ଯ୍ୟରେ ଯଦି କେବେ ଏକାଠି ହୋଇଥାନ୍ତି ତାହାକୁ ତ ଅପରାଧ ବୋଲି କହିହେବ ନାହିଁ। ତାପରେ ଦେଖିବା ପୋଲିସ ଡ୍ୟୁଟି ବୋଝରେ ଗୋଟିଏ ପଟେ ସମୟ ପାଉନଥିବା କୁହାଯାଉଥିବା ବେଳେ ଜଣେ ଅପରାଧିକ କାର୍ଯ୍ୟ କରା ପରେ ସମ୍ପୃକ୍ତ ବ୍ୟକ୍ତି ସହିତ ଏକ ସମୟରେ ଏତେ ପୋଲିସ ଅଧିକାରୀ ଏକାଠି ହେବା ଘଟଣାକୁ କିଭଳି ବିଚାର କରାଯିବ? ଦେଖନ୍ତୁ ପୋଲିସ ଅଧିକାରୀ ମାନେ ଏକ ସମୟରେ କେଉଁଠି ଆଉ କିଭଳି ପରିସ୍ଥିତିରେ ଏକାଠି ହେଲେ ସେ ସମ୍ପର୍କରେ ହିଁ ତଦନ୍ତ କରାଯାଉଛି। ଯଦି ଏ ପ୍ରକାର ଘଟଣାରେ କାହାର କିଛି ଦୋଷ ବାହାରେ ତେବେ ନିଶ୍ଚିତ ପଦକ୍ଷେପ ନିଆଯିବ। ତାପରେ ଦେଖିବା ତଦନ୍ତ ସରିଲାଣି ନା ତଦନ୍ତ ଚାଲିଛି, ଖୁବ୍ ଶୀଘ୍ର ଶେଷ କରିବାକୁ ପଦକ୍ଷେପ ନିଆଯାଉଛି। ତାପରେ ଦେଖନ୍ତୁ ପ୍ରଶ୍ନ
ଗୋଟିଏ ପଟେ ଆପଣଙ୍କର ଟିମ୍ରେ ଥିବା ପୋଲିସ ଅଧିକାରୀଙ୍କୁ ନେଇ ବିବାଦ ଉଠୁଥିବା ବେଳେ ଅନ୍ୟପଟେ ଦଶହରା ସମୟରେ ଟିମ୍ରେ ଦକ୍ଷ ତଥା ଅଭିଜ୍ଞ ଅଫିସରଙ୍କର ଅଭାବ ଅନୁଭବ ହେଉଛି, ଯେଉଁଥିପାଇଁ କି ସାହି ଗଣ୍ଡଗୋଳ ବଢୁଥିବା କଥା କୁହାଯାଉଛି। ମୋ ଟିମ୍ରେ ଅଫିସର ମାନେ ଭଲ ବୋଲି ମୁଁ ଆଶା କରୁଛି। ପୋଲିସ ବିଭାଗରେ ଗୋଟିଏ ସ୍ଥାନରେ ଅଫିସର ଦୀର୍ଘ ଦିନ ଧରି କାମ କରିବା ଠିକ ନୁହେଁ ବୋଲି ମୋର ମତ। ସବୁବେଳେ ସବୁଠି ଗୋଟିଏ ସନ୍ତୁଳନ ରକ୍ଷାର ଆବଶ୍ୟକତା ଥାଏ ଏବଂ ନୂଆ ପୁରୁଣାଙ୍କର ମଧ୍ୟରେ ସନ୍ତୁଳନ କଟକ କମିଶନରେଟ ପୁଲିସର ସେ ପ୍ରକାରର ସନ୍ତୁଳନ ରହିଛି ବୋଲି ମୁଁ ଭାବୁଛି। ଏହା ବ୍ୟତୀତ ଅନେକ ଅଫିସର ଦକ୍ଷତାର ସହିତ କାମ କରୁଛନ୍ତି। ତା ଦେଖନ୍ତୁ, କିନ୍ତୁ ଦଶହରା ପୂର୍ବରୁ ଯେଭଳି ଗଣ୍ଡଗୋଳ ଘଟିଛି, ବିଭିନ୍ନ ସାହି ମୁହାଁମୁହିଁ ହୋଇଛନ୍ତି, ସେଥିରେ କୌଣସି ଛୋଟ ଘଟଣା ବା ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିବାର ଆଶଙ୍କା ରହୁଛି। ତାପରେ ଦେଖନ୍ତୁ, ପୋଲିସ ତା କାମ କରୁଛି। ଦଶହରା ପୂର୍ବରୁ ବିଭିନ୍ନ ସାହିର ମୁରବୀ ତଥା ପୂଜା କମିଟି କର୍ମକର୍ତ୍ତାଙ୍କ ସହିତ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ହୋଇଛି। ଯେଉଁଠି ଗଣ୍ଡଗୋଳ ହେଉଛି ସେଠି ପୋଲିସ ଆଇନ ଶୃଙ୍ଖଳା ରକ୍ଷା କରିବା ସହିତ ପରିସ୍ଥିତି ନିୟନ୍ତ୍ରଣ କରୁଛି। ଉଭୟ ଗୋଷ୍ଠୀ ମଧ୍ୟରେ ଆଲୋଚନା ଜରିଆରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି କରିବାକୁ ଉଦ୍ୟମ କରାଯାଉଛି, କିନ୍ତୁ ଯିଏ ଆଇନ ଶୃଙ୍ଖଳା ଭଙ୍ଗ କରୁଛନ୍ତି ତାଙ୍କର ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ହେଲା, ତାପରେ ଦେଖିବା ପୂଜା କମିଟି ସହିତ ସମ୍ପୃକ୍ତ ଅନେକ ବ୍ୟକ୍ତି ଏବେ ଗିରଫ ହୋଇ ଜେଲରେ ଅଛନ୍ତି। ଗୋଟିଏ ସମୟରେ ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ସେଇମାନଙ୍କର ସହଯୋଗ ନେଉଥିଲା। ତାର ପ୍ରତିକୂଳ ପ୍ରଭାବ ଏ ବର୍ଷ ଦଶହରାରେ ପଡିବ ବୋଲି ଆପଣ ଭାବୁନାହାନ୍ତି। ଦେଖନ୍ତୁ, ତାର ଜିନିଷଟା ହଉଛି, ଦେଖନ୍ତୁ ପୋଲିସର ଏ ପ୍ରକାର କାର୍ଯ୍ୟାନୁଷ୍ଠାନ ଫଳରେ କଟକ ସହରବାସୀ ଆଗକୁ ଉପକୃତ ହେବେ। ଦାଦାବଟିର ଜୁଲମରୁ ସହରବାସୀ ମୁକ୍ତି ମିଳିବ। ତା ସହିତ ସହରବାସୀଙ୍କର ପକ୍ଷରୁ ଏଥିପାଇଁ ସକାରାତ୍ମକ ପ୍ରତିକ୍ରିୟା ମିଳୁଛି। ସବୁବେଳେ କୌଣସି ଘଟଣାର ପ୍ରତିକୂଳ ପ୍ରଭାବ ସମ୍ପର୍କରେ ଆଶଙ୍କା ରହିବା ସ୍ୱାଭାବିକ, କିନ୍ତୁ ଆଇନ ଶୃଙ୍ଖଳା ରକ୍ଷା ଏବଂ ଗଣ୍ଡଗୋଳର ମୁକାବିଲା ପାଇଁ ପୋଲିସ ପ୍ରସ୍ତୁତ ଅଛି। ତାପରେ ଦେଖିବା, ତାପରେ କ୍ୱେଶ୍ଚନଟା ହେଲା, ଦଶହରା ସମୟରେ ସ୍ଥିତି ମୁକାବିଲା ପାଇଁ ପୋଲିସ କି ପ୍ରକାର ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛି? ଭଲ ଲୋକଙ୍କର ସହିତ ଭଲ ସମ୍ପର୍କ ରଖିବା ହେଉଛି ପୋଲିସର କର୍ତ୍ତବ୍ୟ। ସେ ଦିଗରେ କଟକ ପୋଲିସ ଯତ୍ନବାନ ଅଛି ଏବଂ ପୂଜା କମିଟି ଓ ସାହି ମୁରବୀଙ୍କର ସହିତ ଆଲୋଚନା କରାଯାଉଛି। ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ କେତେକ କ୍ଷେତ୍ରରେ ଭସାଣ ଶୋଭାଯାତ୍ରାର ରାସ୍ତା ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଅସାମାଜିକଙ୍କ ବିରୋଧରେ ଚଢ଼ଉ ଅଭିଯାନ ଜାରି ରହିଛି। ଆବଶ୍ୟକତା ଅନୁଯାୟୀ ପୋଲିସ ବନ୍ଦୋବସ୍ତ କରାଯିବ। ଆଶା କରାଯାଉଛି ଦଶହରା ପୂଜା ଓ ଭସାଣୀ ଉତ୍ସବକୁ ସହରବାସୀ ଶାନ୍ତି ଶୃଙ୍ଖଳାରେ ଉପଭୋଗ କରିପାରିବେ। ଏହି କ୍ଷେତ୍ରରେ ପୂଜା କମିଟି ସାହି ବାସିନ୍ଦାଙ୍କର ସହଯୋଗ ମିଳୁଛି, ଭଲ ସହଯୋଗ ମିଳୁଛି। ମଦମୁକ୍ତ ଦଶହରା ଭସାଣୀ ଉତ୍ସବ ପାଇଁ ପୂଜା କମିଟି କର୍ମକର୍ତ୍ତା ସାହି ମୁରବୀଙ୍କର ପକ୍ଷରୁ ପ୍ରତିଶ୍ରୁତି ମିଳିଛି। ବିଭିନ୍ନ ପୂଜା ମଣ୍ଡପ ସିସିଟିଭି କ୍ୟାମେରା ଲଗାଉଛନ୍ତି। ଏହା ଦ୍ୱାରା ଶାନ୍ତି ଶୃଙ୍ଖଳା ରକ୍ଷା ସହିତ ଅପରାଧ ନିୟନ୍ତ୍ରଣ ସହଜ ହେବ ବୋଲି ଆଶା କରାଯାଉଛି। ଦେଖନ୍ତୁ ପିଲାମାନେ, କଣ ଅଛି ନମୁନା 3 ହେଲା। ଦେଖନ୍ତୁ, ପ୍ରସିଦ୍ଧ ଓଡ଼ିଆ କଥାଶିଳ୍ପୀ ମନୋଜ ଦାସ ବିଶ୍ୱ ସାହିତ୍ୟ ଜଗତରେ ଜଣେ ମହତ୍ ସାହିତ୍ୟ ଋଷି। ଆଧୁନିକ ବିଷ୍ଣୁ ଶର୍ମା ଭାବରେ ତାଙ୍କର ପ୍ରସିଦ୍ଧି ଅବିସମ୍ବାଦିତ। ଲକ୍ଷ୍ମୀର ଅଭିସାର, ମନୋଜ ଦାସଙ୍କର କଥା ଓ କାହାଣୀ, ଅରଣ୍ୟକ, ଆଉ କଣ ଆବୁ ପୁରୁଷ, ଅମୃତ ଫଳ, ଉପକଥା ଶତକ ପ୍ରଭୃତି ପୁସ୍ତକ ତାଙ୍କର ଅନନ୍ୟ ସୃଜନଶୀଳତାର ସନ୍ତକ। କଟକ ସ୍ଥିତ ସାରଳା ଭବନରେ ପ୍ରକୃତି ଓ ସାହିତ୍ୟ ଶୀର୍ଷକରେ ଅନୁଷ୍ଠିତ ଏକ ଜାତୀୟ ସମ୍ପାନରେ ଉଦ୍ଘାଟକ ଭାବରେ ସେ ଯୋଗ ଦେଇଥିବା ଅବସରରେ ତାଙ୍କଠାରୁ ନିଆଯାଇଥିବା ଏକ ଉଲ୍ଲେଖନୀୟ ସାକ୍ଷାତକାର। ତାପରେ ଦେଖିବା କ୍ୱେଶ୍ଚନ କଣ ଅଛି, ଜଗତୀକରଣ ବିଶ୍ୱରେ ଅନେକ କିଛି ବଦଳୁଛି, ସାହିତ୍ୟରେ ମଧ୍ୟ ନାନା ପରୀକ୍ଷା ନିରୀକ୍ଷା ଚାଲିଛି, ହେଲେ ଆପଣ ଏପରି ଜଣେ ସାରସ୍ୱତ ସ୍ରଷ୍ଟା ଯିଏକି ଆଧ୍ୟାତ୍ମିକତା, ଲୋକ ସାହିତ୍ୟ, କିମ୍ବଦନ୍ତୀ, ରହସ୍ୟ, ରୋମାଞ୍ଚ ଆଦିକୁ ପ୍ରମୁଖତାର ସହିତ ନେଇ ସାହିତ୍ୟ ସାଧନା କରୁଛନ୍ତି। ଏଥିପାଇଁ ଟାଇମ୍ସ ପତ୍ରିକା ଆପଣଙ୍କୁ ବିଶ୍ୱର ଏକମାତ୍ର ଜୀବିକା କାହାଣୀ ଲେଖକ ଭାବରେ ଅଭିହିତ କରିଛି। ସମକାଳୀନ ଛବି ଆପଣଙ୍କର କୃତିରେ ପ୍ରତିଫଳିତ ହେଉନାହିଁ କାହିଁକି? ନା ଦେଖନ୍ତୁ, ଅତୀତ ଓ ଇତିହାସ ପୃଷ୍ଠଭୂମିରେ ସାହିତ୍ୟିକ ଠିଆ ହୋଇ ନିଜର ସୃଜନ କର୍ମକୁ ମୁଖର କରେ। ସେ ଭିତରେ କେହି କେହି ସମାଧାନରେ ଅବତୀର୍ଣ୍ଣ ହୋଇ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ପ୍ରୟାସୀ ହୁଅନ୍ତି। ଦେଖନ୍ତୁ, ମୁଁ କାଳକୁ ବିଭାଜନ କରି ସାହିତ୍ୟ ସୃଷ୍ଟି କରେ ନାହିଁ। ସାମଗ୍ରିକ ଓ ଅଖଣ୍ଡ ସତ୍ତା ମୋର ପାଥେୟ। ଆଧ୍ୟାତ୍ମିକତା, ଐତିହ୍ୟ, ପରମ୍ପରା, କିମ୍ବଦନ୍ତୀ, ପୁରାଣ, ଲୋକକଥା ଏସବୁକୁ ସର୍ବକାଳୀନ ବିବେଚନା କରି ଲେଖି ଚାଲେ ଏବଂ ସେହି ଜଗତରେ
ପ୍ରଦକ୍ଷିଣ କରେ। ତାପରେ ଦେଖିବା କ୍ୱେଶ୍ଚନ କ'ଣ ଅଛି, ଚଳିତ ବର୍ଷ ସାହିତ୍ୟରେ ବିଶ୍ୱବିଖ୍ୟାତ ଗୀତିକାର କଥା ଗାୟକ କିଏ ନା କିଏ ବବ୍ ଡାଇଲାନ ନୋବେଲ ପୁରସ୍କାର ଲାଭ କରିଛନ୍ତି ଏବଂ ସମ୍ପ୍ରତି ଆଧୁନିକ କବିତାରେ ସାଙ୍ଗୀତିକତା ଦୂରେଇ ଯାଉଥିବା ବେଳେ ବବ୍କୁ ଏହି ସ୍ୱୀକୃତି କବି ଓ କବିତାକୁ କିପରି ଭାବରେ ପ୍ରଭାବିତ କରିବ ବୋଲି ଭାବୁଛନ୍ତି। ନା ଦେଖନ୍ତୁ, ସତ କହିବାକୁ ଗଲେ ବବ୍ ଡାଇଲାନ କ'ଣ ଡାଇଲାନଙ୍କର ବିଷୟରେ ମୋର ବିଶେଷ ଧାରଣା ନାହିଁ। କେଉଁ ଭିତ୍ତିରେ ସେ ପୁରସ୍କୃତ ହେଲେ ତାହା ମଧ୍ୟ ଚର୍ଚ୍ଚାର ବିଷୟ। ତାଙ୍କର କବିତା ଓ ସଙ୍ଗୀତ ଉପରେ ମୋର ଅବଗାହନ ନାହିଁ। ସେ ଉପରେ କିଛି କହିବା ଓ ଉପର ଠାଉରିଆ ହେବା ଏବଂ କବି ଓ କବିତା ଉପରେ କି ପ୍ରଭାବ ପଡ଼ିବ ବୋଲି ଅନୁମାନ କରିବା ଅବାନ୍ତର। ଗୋଟିଏ ସମୟରେ ଓଡ଼ିଶାରେ ଉପନ୍ୟାସର ମରୁଡ଼ି ପଡ଼ିଥିଲା। ଚର୍ଚ୍ଚା ହୁଏ ବି ଲେଖକ ବୟସ୍କ ଏବଂ ଅଧିକ କାହିଁକି ସାରା ବିଶ୍ୱର ବହୁ ଯୁବ ଲେଖକ ଉପନ୍ୟାସ ରଚନା କରି ଖୁବ୍ ପ୍ରସିଦ୍ଧି ହାସଲ କରୁଛନ୍ତି। ଏ ସମ୍ପର୍କରେ କ'ଣ କହିବାକୁ ଚାହିଁବେ? ଦେଖନ୍ତୁ, ଜଣେ ଲେଖକଙ୍କର ପାଇଁ ସବୁବେଳେ ବୟସ ବଡ଼ କଥା ନୁହେଁ। ବୟସକୁ ପରିମାପ କରି ମଧ୍ୟ କୌଣସି ଲେଖକଙ୍କର ସୃଷ୍ଟିର ମୂଲ୍ୟାଙ୍କନ ହେବା ଉଚିତ ନୁହେଁ। ଯେଉଁ ଲେଖକଙ୍କର ପର୍ଯ୍ୟବେକ୍ଷଣ ଶକ୍ତି ଓ ପ୍ରଖର ବା ସଶକ୍ତ, ସେ ଯୁବକ ହେଲେ ମଧ୍ୟ ଚମତ୍କାର ଉପନ୍ୟାସ ରଚନା କରିପାରିବେ। ଓଡ଼ିଶାର ଯୁବ ଲେଖକମାନେ ଉପନ୍ୟାସ ରଚନାରେ ବ୍ରତୀ ରହିବା ନିଶ୍ଚିତ ଭାବରେ ସ୍ୱାଗତ ଯୋଗ୍ୟ। ଉତ୍କଳ ସାହିତ୍ୟ ସମାଜ ଓ ମର୍ଯ୍ୟାଦାଜନକ ବରେଣ୍ୟ ସଦସ୍ୟ ପଦ ଲାଭ କରିବେ। ଏ ସମ୍ପର୍କରେ କ'ଣ କହିବେ? ନା ଦେଖନ୍ତୁ, ଉତ୍କଳ ସାହିତ୍ୟ ସମାଜ ଓଡ଼ିଶାର ଏକ ସର୍ବପୁରାତନ ସାହିତ୍ୟ ଅନୁଷ୍ଠାନ। ଏପରି ଏକ ବିରଳ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ହେବା ମୋ ପାଇଁ ଆନନ୍ଦର ବିଷୟ। ତାପରେ ପିଲାମାନେ ଦେଖନ୍ତୁ, ଯୋଉ ସାକ୍ଷାତକାର ନମ୍ବର 3 ହେଲା, କ'ଣ ଅଛି ଦେଖ। ଆପଣ କାହିଁକି ଲେଖନ୍ତି? এটা ସାକ୍ଷାତକାରରେ ପଚାରିଛନ୍ତି କାହାକୁ? ଏଟା ହଉଛି ଔପନ୍ୟାସିକ ମହାପାତ୍ର ନୀଳମଣି ସାହୁଙ୍କର ସହିତ ଏକ ସାକ୍ଷାତକାର କରାଯାଇଥିଲା। ସିଏ କହିଥିଲେ କ'ଣ? ଦେଖନ୍ତୁ, ପ୍ରଥମ କଥା ହେଲା ନିଜର ଅନ୍ତର ଭିତରେ ମୁଁ ଲେଖିବାର ପ୍ରେରଣା ଓ ଆବେଗ ଅନୁଭବ କରେ। ଦ୍ୱିତୀୟତଃ, ମୁଁ ଯାହା ବି ଅନୁଭବ କରିଥାଏ ତାକୁ ଅନ୍ୟଜଣଙ୍କ ହୃଦୟରେ ସମ୍ବେଦନ କରିବା ପାଇଁ ଚେଷ୍ଟା କରିଥାଏ। କାରଣ ଅଳଙ୍କାର ଶାସ୍ତ୍ର ଅନୁସାରେ ସାହିତ୍ୟର ପାଠକଟିଏ ଜଣେ ସହୃଦୟ ସାମାଜିକ ମଣିଷ ଏବଂ ସେହିପରି ମଣିଷମାନଙ୍କୁ ଶୁଣାଇବା ପାଇଁ ଇଚ୍ଛା କରି ମୁଁ ସାହିତ୍ୟ ସୃଷ୍ଟି କରେ। ହେଲା, ଦେଖିବା। ଦେଖ, ଆପଣ କେବେଠାରୁ ଓ କିପରି ଲେଖାଲେଖି ଆରମ୍ଭ କଲେ? ନା ଦେଖନ୍ତୁ, ମୋତେ 6 ବର୍ଷ ବୟସ ହୋଇଥିବା ସମୟରେ ମୋର ଜେଜେବାପା ଭାଗବତର 10ମ ସ୍କନ୍ଧରୁ ଶ୍ରୀକୃଷ୍ଣଙ୍କର ବାଲ୍ୟଲୀଳା ଉପନ୍ୟାସଟି ପଢ଼ିବାକୁ କୁହନ୍ତି। ସେଥିରେ ବର୍ଣ୍ଣିତ ବିଭିନ୍ନ ଚରିତ୍ର ତା ସହିତ ପ୍ରକୃତିର ସୌନ୍ଦର୍ଯ୍ୟ ମୋତେ ପ୍ରଥମେ ଉଦ୍ବୁଦ୍ଧ କରାଏ। ଏହା ଛଡ଼ା ଗାଁରେ ହଇଜା ଓ ବସନ୍ତରେ ଶହ ଶହ ଲୋକଙ୍କର ମୃତ୍ୟୁ ଦେଖି ବୁଢ଼ାଟିଏ ଚାଲିପାରୁନଥିବା ଦେଖି ମୋ ମନରେ କରୁଣା ଜାତ ହୁଏ। ମନେ ମନେ ଚିନ୍ତା କରେ, ମଣିଷ କାହିଁକି ଏତେ କଷ୍ଟ ପାଉଛି। ତାପରେ ମୁଁ ଜଗନ୍ନାଥଙ୍କ ପ୍ରତି, ରାମଙ୍କ ପ୍ରତି, ଶ୍ରୀକୃଷ୍ଣଙ୍କ ପ୍ରତି ଆକୃଷ୍ଟ ହେଲି। ଏସବୁ କଥାରେ ସବୁବେଳେ ମୋର ସମ୍ବେଦନା ଥାଏ ଏବଂ ସୁନ୍ଦର ଜିନିଷ ଦେଖିବାର ମନ ବ୍ୟାକୁଳ ହେଉଥାଏ। ଯେମିତିକି ପ୍ରକୃତିର ଗୋଟେ ସୁନ୍ଦର ଜିନିଷ, ମଣିଷ ଭିତରେ ଗୋଟେ ସୁନ୍ଦର ଜିନିଷ ଆଦି ମୋତେ ଦେଖିବାକୁ ଭଲ ଲାଗେ। ଏଇଥିରୁ ମୋର ମନେ ହେଉଛି ଯେ ଲେଖିବା ପାଇଁ ମୋର ମନ ହେଲା। ତାପରେ ଦେଖିବା କ'ଣ ହେଲା। ତାପରେ କ୍ୱେଶ୍ଚନ ଦେଖ, ପ୍ରଥମେ କ'ଣ ଲେଖି ସାହିତ୍ୟ ଦୁନିଆରେ ପାଦ ଥାପିଲେ? ତ ଏଥିପାଇଁ କିଭଳି ମାନସିକ ପ୍ରସ୍ତୁତି ଥିଲା? ନା ଦେଖନ୍ତୁ, ମୁଁ ଯେତେବେଳେ 3ୟ ଶ୍ରେଣୀରେ ପଢ଼ୁଥିଲି ସେତେବେଳେ ଜଣେ ବାଳିକା ସହପାଠୀର ପ୍ରେମରେ ପଡ଼ିଗଲି। ମାତ୍ର 7ମ ଶ୍ରେଣୀରେ ପଢ଼ୁଥିବା ସମୟରେ ତାର ପିତାଙ୍କର ବଦଳି ହୋଇଯିବାର ଉଜ୍ଜନିତ ବିରହ ଶୋକ ମୋର ଲେଖକ ପ୍ରାଣକୁ ଆନ୍ଦୋଳିତ କରିଥିଲା। ଏସବୁ ବ୍ୟତୀତ 1937, 1938, 1939 ମସିହାରେ ସ୍ୱାଧୀନତା ସଂଗ୍ରାମର ଶୁଭଶଙ୍କ, ଗ୍ରାମ ଜୀବନର ମହାତ୍ମା ଗାନ୍ଧୀଙ୍କର ପ୍ରେମ ତା ସହିତ ଜାତି ପ୍ରାଣତା ମୋର ସାହିତ୍ୟ ରଚନା ପଥରେ ପ୍ରେରଣାର ଉତ୍ସ ଭାବରେ ଆବିର୍ଭାବ ହୋଇଥାଏ। ତ ଏସବୁ ପ୍ରଭାବରେ ପ୍ରଭାବିତ ହୋଇ ପ୍ରାଥମିକ ଅବସ୍ଥାରେ ମୁଁ କବିତା ରଚନାରେ ମନୋନିବେଶ କରିଥିଲି। ତାପରେ ଦେଖିବା କ'ଣ ଥିଲା। ଦେଖନ୍ତୁ, ପରବର୍ତ୍ତୀ ସମୟରେ ରେଭେନ୍ସା କଲେଜରେ IA ପଢ଼ୁଥିବା ଅବସ୍ଥାରେ ବାଜି ରାଉତଙ୍କୁ ନେଇ ହେଉଥିବା ଗଳ୍ପ ପ୍ରତିଯୋଗିତାରେ ମୋର ପ୍ରଥମ ଗଳ୍ପଟି ପ୍ରଥମ ହୋଇ ପୁରସ୍କାର ପାଇଥିଲା। ଏହାଛଡ଼ା ସେହି ସମୟରେ ବ୍ରହ୍ମପୁରରୁ ପ୍ରକାଶିତ ଆଶା ପତ୍ରିକାରେ ମଧ୍ୟ ମୋର କେତୋଟି କବିତା ପ୍ରକାଶ ପାଇଥିଲା। ମାୟାଧର ମାନସିଂହଙ୍କ ଦ୍ୱାରା ପ୍ରକାଶିତ ଶଙ୍ଖ ପତ୍ରିକାକୁ ମୋର କେତୋଟି କବିତା ପଠାଇଥିଲି। କିନ୍ତୁ
ମାନସିଂ ମୋତେ କବିତା ଅପେକ୍ଷା ଗଳ୍ପ ରଚନାରେ ମନୋନିବେଶ କରିବା ପାଇଁ ପ୍ରେରଣା ଦେଇଥିଲା। ତା ଦେଖିବା କଣ ଅଛି। ତେଣୁ ପରବର୍ତ୍ତୀ ସମୟରେ ଆକାଶରୁ ପାତାଳ ପର୍ଯ୍ୟନ୍ତ ମୋର ଚେତନାକୁ ବିସ୍ତୃତ କରି ମୁଁ ସାହିତ୍ୟର ପ୍ରତ୍ୟେକଟି ରସକୁ ନେଇ ବିଭିନ୍ନ ରଚନା କରିଛି। ପ୍ରତିଭାରେ ନବରସ ରୁଚିତା ବୋଲି ଏକ କଣ ଆଲୋଚନା ମୋ ଉପରେ ଲେଖିଥିଲେ। ସହକାର, ଝଙ୍କାର ଓ କୁଙ୍କୁମ ଆଦି ପତ୍ରିକାରେ ହାସ୍ୟରସ, ବ୍ୟଙ୍ଗ ଆଦି ରସକୁ ନେଇ ମୁଁ ବିଭିନ୍ନ ରଚନା ଲେଖିଛି। ମୋର ସମସାମୟିକ ସାହିତ୍ୟିକଙ୍କର ଅପେକ୍ଷା ସେତେବେଳେ ମୁଁ ଓଡ଼ିଆ ଗଦ୍ୟ ଶୈଳୀକୁ ନେଇ ଅନେକ ପରୀକ୍ଷଣ କରିଛି। ତାପରେ ଦେଖିବା କଣ ଅଛି। ଦେଖନ୍ତୁ, ମୋର କଲେଜ ଜୀବନରେ ଜଣେ ବାନ୍ଧବୀର ପ୍ରେରଣାରେ ମୁଁ ଅନେକ ଗୀତି କବିତା ରଚନା କରିଛି। ପ୍ରାୟ 1948ରୁ 49 ମସିହାରେ ଯେତେବେଳେ ଆକାଶବାଣୀ କଟକ କେନ୍ଦ୍ର ପାଇଁ ଗୀତର ଅଭାବ ଥିଲା, ସେତେବେଳେ ମୋର କେତୋଟି ଗୀତକୁ ଆକାଶବାଣୀର କଣ୍ଠଶିଳ୍ପୀ ରାଧାକୃଷ୍ଣ ଭଞ୍ଜ, ବିପିନ ମହାନ୍ତି ଓ ସଂଯୁକ୍ତ ମହାନ୍ତି ଆଦିଙ୍କ ଦ୍ୱାରା ପରିବେଷିତ ହୋଇଛି। ଏସବୁ ବ୍ୟତୀତ ରାମକୃଷ୍ଣ ପରମହଂସ, ତା ସହିତ ବିବେକାନନ୍ଦ, ଅରବିନ୍ଦ ଆଦିଙ୍କର ସ୍ପର୍ଶରେ ଆସିବା ଦ୍ୱାରା ମୋର ଚେତନାର ନାନା ପରିବର୍ତ୍ତନ ଆସିଛି। ସାରା ଓଡ଼ିଶାରେ ମୁଁ ହଜାର ବକ୍ତୃତା ଦେଇଛି ଏବଂ ଆଧ୍ୟାତ୍ମିକ ଭାଷଣ ଠାରୁ ଆରମ୍ଭ କରି ସ୍ତମ୍ଭକାର, ପ୍ରାବନ୍ଧିକ, ଗାଳ୍ପିକ, ଶିକ୍ଷା ସଂଗଠନ ସମାଲୋଚକ ଓ ସମାଜ ସଂସ୍କାରକ ଆଦି ବିଭିନ୍ନ ଭୂମିକାରେ ମୁଁ ନିଜକୁ ଅବତୀର୍ଣ୍ଣ କରାଇଛି। ତାପରେ ଦେଖିବା କଣ ଅଛି। ଦେଖନ୍ତୁ, ଛାତ୍ର ଜୀବନରେ ମୁଁ ରାଜନୀତିରେ ମଧ୍ୟ ସମ୍ପୃକ୍ତି ହୋଇଥିଲି। ଗୋପବନ୍ଧୁ ଚୌଧୁରୀଙ୍କର ବାନର ସେନାରେ ଯୋଗ ଦେଇଥିଲେ ଏବଂ ମୋ ଭାଇ 1942 ଆନ୍ଦୋଳନରେ ସାମିଲ ହୋଇ ଜେଲ ଦଣ୍ଡ ଭୋଗିଥିଲେ। ମୁଁ କିନ୍ତୁ ରାଜନୀତିକୁ ଛାଡ଼ି ଦେଇ ପଢ଼ାପଢ଼ିରେ ମନ ଦେଲି ଏବଂ ପରବର୍ତ୍ତୀ ସମୟରେ ଅଧ୍ୟାପନକୁ ପ୍ରାଧାନ୍ୟ ଦେଲି। ପ୍ରତ୍ୟକ୍ଷ ରାଜନୀତିକୁ ଛାଡ଼ିଦେଲେ ବି ମୋର ରଚନାରେ ମୁଁ ରାଜନୀତିକୁ ସ୍ଥାନ ଦେଇଛି। ତାପରେ ଦେଖିବା କଣ ଅଛି। ଉପନ୍ୟାସରେ ଆପଣ ନାରୀ ଚରିତ୍ରକୁ କିପରି ଗୁରୁତ୍ୱ ଦେଇଛନ୍ତି ନା, ଦେଖନ୍ତୁ, ମୋର ରଚନାରେ ଭଗବାନଙ୍କର କଥାକୁ ମୁଁ ବେଶୀ ପ୍ରାଧାନ୍ୟ ଦେଇଥାଏ। ଏହା ଛଡ଼ା ସାହିତ୍ୟ ସୃଷ୍ଟି ପାଇଁ ମୂଳତଃ ନାରୀ ଓ ଈଶ୍ୱର ମୋ ପାଇଁ ପ୍ରେରଣାର ମୂଳ ଉତ୍ସ ଭାବରେ ଦେଖା ଦେଇଛନ୍ତି। ପ୍ରଥମ ଉପନ୍ୟାସ ଧରା ଓ ଧାରା ଏ ସମ୍ପର୍କରେ କଣ କହିବେ ନା, ଦେଖନ୍ତୁ, ମୋର ଧରା ଓ ଧାରା ଉପନ୍ୟାସରେ ଦୁଇଟି ନାରୀ ଚରିତ୍ର ଉମା ଓ ମୀରା, ଜଣେ ତ୍ୟାଗୀ ଏବଂ ଅନ୍ୟ ଜଣେ ଭୋଗୀ ଏବଂ ଦୁଇ ଚରିତ୍ରକୁ ନେଇ ଉପନ୍ୟାସ ଗତିଶୀଳ। ମୋ ସ୍ତ୍ରୀ ଯକ୍ଷ୍ମା ରୋଗରେ ପୀଡ଼ିତ ହୋଇ ଟାଙ୍ଗୀ ହସ୍ପିଟାଲରେ ପଡ଼ିଥିବା ଅବସ୍ଥାରେ ମୁଁ ଏହି ଉପନ୍ୟାସଟି ରଚନା କରିଥିଲି। ସାମାଜିକ ସ୍ଥିତିକୁ ପ୍ରାଧାନ୍ୟ ଦେଇ ନାରୀର ସ୍ୱରୂପକୁ ମୁଁ ଏଥିରେ ପ୍ରକାଶ କରିଛି। ଦେଖନ୍ତୁ, ଏହି ଦୁଇ ନାରୀ ପ୍ରେମକୁ ମଧ୍ୟ ଉର୍ଦ୍ଧ୍ୱସ୍ତରକୁ ଉଠାଇ ନେଇଛନ୍ତି। ଶେଷରେ ଦୁହେଁ ପରସ୍ପରକୁ ଚିହ୍ନିଛନ୍ତି ଏବଂ ଦୁଇ ଧାରା ଏକ ଧାରା ପରିଣତ ହୋଇଛି। ତାପରେ ଦେଖିବା କଣ ଅଛି। ଦେଖନ୍ତୁ, ଗଳ୍ପ ଲେଖ ଉପନ୍ୟାସ ଏବଂ ପ୍ରଥମ ଉପନ୍ୟାସ ପ୍ରକାଶିତ ହେବା ପରେ ଆପଣ କଣ ଅନୁଭବ କଲେ? ଯେତେବେଳେ ପଚାରିଲେ, ସେ କଣ କହିଲେ, ଦେଖନ୍ତୁ, ଗଳ୍ପ ଲେଖୁଥିଲି, ସେତେବେଳେ ତାର ଉପନ୍ୟାସ ପରେ ସେ ଲେଖିଲେ ଉପନ୍ୟାସ। ଗପ ଓ ଉପନ୍ୟାସ ତ ଏକ ଜାତୀୟ କଥା। ଗଳ୍ପରେ ଅଳ୍ପ କଥାକୁ ନେଇ ଗଭୀର କଥା କହିବାକୁ ହୋଇଥାଏ, କିନ୍ତୁ ଉପନ୍ୟାସରେ ଗଭୀର ଓ ବିସ୍ତୃତି ଉଭୟ ଥାଏ। ମୁଁ ତ ବଡ଼ ଗପ ଲେଖିଛି। ମୋର ସେହିପରି ଗପକୁ କେହି କହନ୍ତି ଯେ ଛୋଟ ନୋଭେଲ ବା ନୋଭେଲା ମଧ୍ୟ କହନ୍ତି। ଛୋଟ ଯେଉଁ ସେ ଗପ ଗୁଡ଼ିକ ଲେଖନ୍ତି ହେଲା ତାକୁ। ତାପରେ ଦେଖିବା କଣ ଅଛି। ଦେଖନ୍ତୁ, ଦାସମୀରାଧ ଉପନ୍ୟାସର ମୁଖ୍ୟ ନାରୀ ଚରିତ୍ର ତନୁଜା ମାଧ୍ୟମରେ ଆପଣ କଣ କହିବାକୁ ଚାହିଁଛନ୍ତି? ଦେଖନ୍ତୁ, ତନୁଜା ମୋହନ ଠାରୁ ମୁକ୍ତି ଚାହୁଁଥିଲା, କିନ୍ତୁ ମୋହନ ଚନ୍ଦ୍ରକୁ ରାହୁ ଧରିଲା ପରେ ତାକୁ ଧରିଥାଏ। ତ ଏହି ଉପନ୍ୟାସରେ କେତେକ ପ୍ରବେଗମୟୀ ଚରିତ୍ର ଅଛନ୍ତି ମଧ୍ୟ ଆବେଗମୟୀ ଚରିତ୍ର। ପ୍ରବେଗ ଓ ଆବେଗ ମଧ୍ୟରେ ଏତିକି ତଫାତ୍ ଯେ ଆବେଗ ହେଉଛି ଗୋଟିଏ ଉଚ୍ଚ କୋଟିର ଜିନିଷ, କିନ୍ତୁ ପ୍ରବେଗ ହେଉଛି ଏକ ନିମ୍ନ ସ୍ତରର କଥା। ପ୍ରେମ ଏକ ଛୋଟ ପ୍ରବେଗରୁ ଆସ୍ତେ ଆସ୍ତେ ଗୋଟେ ମହାନ ଆବେଗରେ ପରିଣତ ହୋଇଛି। ତନୁଜା ମୁକ୍ତି ପାଇଛି ଏବଂ ମୋହନର ସବୁ ସାହାଯ୍ୟ ପଛରେ ଥିଲା ଦେହଗତ ଆବେଗ। ଆମେ ଅନେକ ସମୟରେ କହୁ ମୋ ପ୍ରେମ ଦେହଗତ ନୁହେଁ। এইটা ঠিক কথা ନୁହେଁ। ପ୍ରେମଟା ଦୈହିକ ହେବାକୁ ବାଧ୍ୟ, କିନ୍ତୁ ଯୌନତା ହେଉଛି ଅତ୍ୟନ୍ତ ବିକୃତ ପାଶବିକ ଜିନିଷ। ତାହା ଯେଉଁ ସ୍ତରରେ ଠିକ୍ ତାହା ସେଇ ସ୍ତରରେ ଠିକ୍, କିନ୍ତୁ
ସାଧାରଣଙ୍କ ଭିତରେ କ'ଣ ସବୁବେଳେ ସ୍ୱାମୀ ସ୍ତ୍ରୀର ସମ୍ପର୍କ କି? ଦୁହିଁଙ୍କର ଭିତରେ କ'ଣ ଥାଏ ଭାବ ପ୍ରବଣତା, ସ୍ନେହ, ପ୍ରେମ, ଆବେଗ ଇତ୍ୟାଦି। ଏଇ କଥାଟିକୁ ମୁଁ ଅସ୍ତରଙ୍କର ସୂର୍ଯ୍ୟ ଗଳ୍ପରେ ପ୍ରକାଶ କରିଛି। ମୁଁ ଗୋଟେ ଭାବ ପ୍ରବଣତାର ଜୀବନ ବଞ୍ଚେ। ମୋର ଭାବ ପ୍ରବଣତା କ'ଣ ନା ଦେଖନ୍ତୁ, ଦେଶ ପ୍ରତି, ମଣିଷମାନଙ୍କର ପ୍ରତି ଏବଂ ପ୍ରାଣୀମାନଙ୍କର ପ୍ରତି ଥାଏ। ଉଦାହରଣ ସ୍ୱରୂପ ମଣିଷମାନଙ୍କର ଭିତରେ ବିଶେଷତଃ ମୁଁ ନାରୀର ମର୍ଯ୍ୟାଦା ପ୍ରତି ବେଶୀ ଦୃଷ୍ଟି ଦିଏ। ନାରୀର ଯଦି କ'ଣ ମର୍ଯ୍ୟାଦା ନଷ୍ଟ କରାଯାଇଥାଏ ତାହେଲେ ମୁଁ ସହ୍ୟ କରିପାରେ ନାହିଁ। ତାପରେ ଦେଖିବା କ'ଣ ଅଛି, ଦେଖନ୍ତୁ ଉପନ୍ୟାସରେ ନାରୀ ମନସ୍ତତ୍ୱକୁ ଆପଣ କିଭଳି ଭାବରେ ବିଶ୍ଳେଷଣ କରିଛନ୍ତି ନା ଦେଖନ୍ତୁ, ନାରୀ ମନସ୍ତତ୍ୱ ଗୋଟେ ବୈଜ୍ଞାନିକ କଥା। ମୋ ଭିତରେ ବି ଗୋଟେ ନାରୀ ଅଛି। ସେଇ ନାରୀଟିକୁ ମୁଁ ସେତେବେଳେ ଦେଖେ ଯେତେବେଳେ ପ୍ରଭୁ ଶ୍ରୀରାମ ଓ ବିବେକାନନ୍ଦଙ୍କର ଫଟୋ ଦେଖେ ଏବଂ ମୋ ଭିତରେ ଆପେ ଆପେ ନାରୀ ଭାବରେ ଜାଗ୍ରତ ହୋଇଥାଏ। ମୁଁ ଭାବେ ଯେ ଏଭଳି ପୁରୁଷମାନଙ୍କ ନିକଟରେ ନାରୀଟିଏ ହୋଇ ମୁଁ ସ୍ଥାନ ପାଇଲେ ଧନ୍ୟ ହୁଅନ୍ତି। ନାରୀ ସୃଷ୍ଟିର ଉତ୍ସ। ନାରୀ ହେଉଛି ପ୍ରକୃତି ଯିଏକି ଧାରଣ କରୁଛି ପୃଥିବୀକୁ, ଜନନୀ ରୂପରେ ଜନ୍ମ ଦେଇଛି, ପାଳନ କରୁଛି, ସେ କ'ଣ ସେବା କରୁଛି ଓ ତ୍ୟାଗ କରୁଛି। ଭଗବାନ ଯିଏକି ପ୍ରକୃତି ସିଏ ସୃଷ୍ଟି କରିଛନ୍ତି, ଯିଏକି ଆଉ ଜଣେ ସଂସାରର ଦାୟିତ୍ୱ ନେବ ବୋଲି ହେଲା। ତେଣୁ ମୁଁ ନାରୀକୁ ପୁରୁଷ ଠାରୁ ଯଥେଷ୍ଟ ଅଧିକ ମର୍ଯ୍ୟାଦା ଦେଇଥାଏ। ତ ସେତେ ଭଲ ପାଇବା ମାନେ ହେଉଛି କ'ଣ ତା ଅନ୍ତରରେ ପଶିବା। ତା ଅନ୍ତରରେ ନ ପଶିଲେ ତାର ମନ କଥା ଜାଣିବି କେମିତି? ନାରୀକୁ ମୁଁ କେବଳ ଭଲ ତ ପାଇ ନାହିଁ, ମର୍ଯ୍ୟାଦା ବି ଦେଇଥାଏ। ଖାଲି ମଣିଷ ନୁହେଁ, କ'ଣ ବେଙ୍ଗଟିଏକୁ ଭଲ ପାଇଲେ ବି ତା ଭିତରେ ପଶିବାକୁ ହୋଇଥାଏ। ତାପରେ ଦେଖିବା, ମୋ ଭିତରେ ମୁଁ ଗୋଟେ ଭିଜନ ଦେଖିଛି। ତାହା ହେଉଛି କି ବହୁ ଦିନ ତଳେ କ'ଣ ଜନ୍ମ ହୋଇଥିଲି ବଙ୍ଗଳାର ଅତି ଗୋଟେ ଗରିବ ପରିବାରରେ ମିସ୍ତ୍ରୀ ଝିଅଟିଏ ହୋଇକରି ବିଲବାଡ଼ି କାମ କରୁଥିଲି। ସେତେବେଳେ ବେଲୁର ମଠ ତିଆରି ହେଲା। ବେଲୁର ମଠ ତିଆରି ହେଲା ଏବଂ ଭଉଣୀ ନିବେଦିତା ଓ ତାଙ୍କର ଓ କେତେକ ଫରେନର ଝିଅଙ୍କ ସହିତ ସ୍ୱାମୀ ବିବେକାନନ୍ଦ ଆସନ୍ତି ମଠ ବୁଲିବାକୁ। ମୁଁ ସେତେବେଳେ ବେଲୁର ମଠରେ ବସି ଘାସ କାଟୁଥାଏ। ମୁଁ ତାଙ୍କୁ ଦେଖେ ଯେତେବେଳେ କ'ଣ କାନ୍ଦୁଥାଏ। ମୁଁ ମନେ ମନେ ଭାବେ ଏଇ ପୁରୁଷ ନିକଟରେ ସ୍ଥାନ ପାଇବାର ଭାଗ୍ୟ କ'ଣ ମୋର ଅଛି? ମୁଁ ସେତେବେଳେ ଗୋଟେ ସ୍ତ୍ରୀ ଲୋକର ଭିଜନ ନେଇ ଦେଖେ। ତ ଏଇ କଥା ପାଖାପାଖି ମୁଁ 50ରୁ 60 ଥର ଦେଖିଛି। ତାପରେ ଦେଖିବା ତା ପରଟା କ'ଣ ଅଛି। ପ୍ରଶ୍ନ ଦେଖନ୍ତୁ, ନାରୀର ସାମାଜିକ, ସାଂସ୍କୃତିକ, ମାନସିକ, ଶିକ୍ଷାଗତ, ବୃତ୍ତିଗତ, ଅର୍ଥନୈତିକ ଓ ରାଜନୈତିକ କ'ଣ ପରିବର୍ତ୍ତନ ମଧ୍ୟରୁ ଆପଣଙ୍କର ଚରିତ୍ର ଦ୍ୱାରା କ'ଣ ଆପଣଙ୍କର ନାରୀ ଚରିତ୍ର ଦ୍ୱାରା ଆପଣ ମୁଖ୍ୟତଃ କେଉଁ ବିଷୟ ଉପରେ ଗୁରୁତ୍ୱ ଦେଇଛନ୍ତି ନା ଦେଖନ୍ତୁ, ନାରୀ ଖୁବ୍ ଶିକ୍ଷିତ ହେଉ, ନାରୀ ସ୍ୱାଧୀନ ହେଉ, ନାରୀକୁ ଯଥେଷ୍ଟ ମର୍ଯ୍ୟାଦା ଦିଆଯାଉ, ଏହା ମୋ ଗଳ୍ପ ହେଲା। ଏହା ମୁଁ ମୋ ଗଳ୍ପ ଓ ଉପନ୍ୟାସରେ ଆଲୋଚନା କରିଛି। ତାପରେ ଦେଖିବା ତାପରେ କ୍ୱେଶ୍ଚନଟା ହେଲା, ନାରୀ ସ୍ୱାଧୀନତାକୁ ଆପଣ ଉପନ୍ୟାସରେ କିପରି ସ୍ଥାନିତ କରିଛନ୍ତି ନା ଦେଖନ୍ତୁ, ସମସ୍ତେ ସ୍ୱାଧୀନ ହେବା ଉଚିତ, କିନ୍ତୁ ପ୍ରେମ କ'ଣ କରେ ନା ନିଜକୁ ଅନ୍ୟଠାରେ ବିକି ଦିଏ। ମୁଁ ଯାହାକୁ ଭଲ ପାଏ ସେ ନାରୀ ହେଉ ବା ପୁରୁଷ ତା ପାଖରେ ନଈ ଯାଏନି। ଯେକୌଣସି ମଣିଷ ବି ନଈ ଯାଇଥାଏ। ପ୍ରତ୍ୟେକ ବ୍ୟକ୍ତିର ସ୍ୱାଧୀନତା ଅଛି, କିନ୍ତୁ ପ୍ରେମରେ ସେ ଜଣଙ୍କର ପାଖରେ ମନକୁ ମନ ବାନ୍ଧି ହୋଇଯାଏ। ତାକୁ କିଏ ଜୋର ଜବରଦସ୍ତ କରି ବାନ୍ଧି ନଥାଏ। ଯେମିତି ବିଦୁର ଉଦ୍ଧବକୁ ବୁଝାଇଛନ୍ତି, ଯଶୋଦା କୃଷ୍ଣଙ୍କୁ ଗଛରେ ବାନ୍ଧି ପକାଇଥିଲେ। କିପରି ବାନ୍ଧିଲେ ନା ଏଠି ନିଜେ ଭଗବାନ ଇଚ୍ଛା କରି ସ୍ନେହ ବନ୍ଧନରେ ଆପେ ବାନ୍ଧି ହୋଇଛନ୍ତି। ମୋ ଉପନ୍ୟାସରେ କୌଣସି ନାରୀକୁ କେହି ବାନ୍ଧି ନାହିଁ, ବରଂ ସେ ନିଜେ ଇଚ୍ଛା କରି ପ୍ରେମରେ ବାନ୍ଧି ହୋଇଛି। ନାରୀର ପ୍ରେମମୟୀ, ସହନଶୀଳା, ଉତ୍ସର୍ଗୀକୃତ ମନୋଭାବ ହିଁ ତାକୁ ମୋହନୀୟ କରିଥାଏ। ଅଧିକାର କେହି କାହାରିକୁ ଦିଏ ନାହିଁ। ପ୍ରେମ ବଳରେ ମଣିଷ ସବୁ ଅଧିକାର ପାଇଥାଏ। ତାପରେ ଦେଖିବା କ'ଣ ଅଛି ହେଲା। ଦେଖନ୍ତୁ, ସାମ୍ପ୍ରତିକ ସମାଜରେ ପୁରୁଷ ସହିତ ନାରୀର କ'ଣ ସମସ୍କନ୍ଦର ଦ୍ୱନ୍ଦ୍ୱ ଏକ ପ୍ରମୁଖ ବିଷୟ। ଏ ଦୃଷ୍ଟିରୁ ଆପଣଙ୍କର ବିଚାର କ'ଣ? ଦେଖନ୍ତୁ, ଆପଣଙ୍କର ଉପନ୍ୟାସରେ ଏହାକୁ କିଭଳି ଶାନ୍ତ କରିଛନ୍ତି? ଆମେ ଯେ ପର୍ଯ୍ୟନ୍ତ ନାରୀକୁ ସ୍ୱାଧୀନ, ମର୍ଯ୍ୟାଦା ଓ ଅଧିକାର ପ୍ରେମ ବଳରେ ଦେଇନାହିଁ, ନାରୀ ସେ ପର୍ଯ୍ୟନ୍ତ ପୁରୁଷ ସହିତ ପ୍ରତିଯୋଗିତା କରୁଥିବ। ଯେଉଁ ମୁହୂର୍ତ୍ତରେ ଆମେ ତାକୁ ପ୍ରେମ ଦେଲୁ ଏବଂ ସେହି ମୁହୂର୍ତ୍ତରୁ ଏ ପ୍ରଶ୍ନ ଉଠେ ନାହିଁ, ଆମେମାନେ କେହି ଆଉ ଭଲ ପାଇନାହୁଁ ପୃଥିବୀକୁ। ସେଥିପାଇଁ ମଣିଷ ମନରେ ପ୍ରେମ ନାହିଁ ବୋଲି ଏତେ କଥା ଉଠୁଛି। ନହେଲେ ପ୍ରତିଦ୍ୱନ୍ଦିତା ଗୋଟେ କ'ଣ
ହେଲା। ତାପରେ ଦେଖିବା ଆଜିର ଯୁଗରେ ଅର୍ଥନୈତିକ ସ୍ୱାଧୀନତା ନାରୀର କ'ଣ ପରିବର୍ତ୍ତନ ଆଣିଛି ନା ଦେଖନ୍ତୁ ସମାଜରେ ଯେଉଁ ଦାସୀପଣତା ଥିଲା ସେଇଟା ଦୂର ହୋଇଛି। ନାରୀର ଅର୍ଥନୈତିକ ସ୍ୱାଧୀନତା ନିତ୍ୟାନ୍ତ ଦରକାର। ସେଥିପାଇଁ ଯେଉଁଠି ନାରୀମାନେ ଚାକିରି କରିନାହାନ୍ତି ସେ କ'ଣ ସେଇଠି ତାଙ୍କର ପ୍ରେମିକ ସ୍ୱାମୀମାନେ ସବୁ ପଇସା ସ୍ତ୍ରୀ କ'ଣ ସବୁ ପଇସା ସ୍ତ୍ରୀ କ'ଣ ଜିମା ଦେଇ ଦିଅନ୍ତି ହେଲା ଜିମା। ତ ଦରକାର ସମୟରେ ପୁରୁଷଟି ତାଙ୍କଠୁ ନେଇ ଖର୍ଚ୍ଚ କରିଥାଏ। ମୁଁ ବି ମୋ ସ୍ତ୍ରୀକୁ ଦିଏ, ମୋ ପୁଅ ମଧ୍ୟ ଦେଉଛି। କିନ୍ତୁ ସଂସାରର ଅନେକ ସ୍ୱାମୀ ଅଛନ୍ତି ସ୍ତ୍ରୀର ଆବଶ୍ୟକ ହେବାରେ ପଇସାଟିଏ ଦେଉନଥିବେ, ପଇସାର କ'ଣ ଆବଶ୍ୟକ ଅଛି ବୋଲି କହି କ'ଣ ବିଭିନ୍ନ ପ୍ରଶ୍ନ ପଚାରୁଥିବେ। ଏପରି କ୍ଷେତ୍ରରେ ନାରୀର ସବୁବେଳେ ଅର୍ଥନୈତିକ ସୁବିଧା ରହିବା ଉଚିତ। ତାପରେ ଦେଖିବା ହେଲା ନାରୀର ନିସଙ୍ଗତାକୁ ଆପଣ କିଭଳି ଭାବରେ ଦେଖନ୍ତି, ଏହାକୁ ଆପଣଙ୍କର ଉପନ୍ୟାସରେ ସ୍ଥାନିତ କରିଛନ୍ତି କି? ଦେଖନ୍ତୁ ନିସଙ୍ଗତା କେବଳ ନାରୀର କଥା ନୁହେଁ, ନିସଙ୍ଗତା ଗୋଟେ ମଣିଷର କଥା। ମଣିଷ ହିଁ ସଙ୍ଗ ଖୋଜେ, ପ୍ରେମ ଖୋଜେ, ଯାହାର ଟିକେ ଉନ୍ନତ ମନ, ଉନ୍ନତ ହୃଦୟ, ଯିଏ ଜାଣେ ପ୍ରେମ, ଭଲ ପାଇବା, ବନ୍ଧୁତ୍ୱ, ସେ କେବେ ନିସଙ୍ଗ ହୁଏ ନାହିଁ। ଯଦି ଜଣେ ନାରୀ ବା ପୁରୁଷ କାହାରିକୁ ଭଲ ପାଉନଥିବ ବା ଈଶ୍ୱରଙ୍କୁ ଭଲ ପାଉନଥିବ ତେବେ ସେ ନିସଙ୍ଗତା ଅନୁଭବ କରିବ ହେଲା। ନିସଙ୍ଗତା ମଣିଷକୁ ବହୁତ କଷ୍ଟ ଦେଇଥାଏ। ତ ଏଥିପାଇଁ ମଣିଷକୁ ଭଲ ପାଅ, ସେ ସହିତ ମଣିଷ ବିଭିନ୍ନ ସମସ୍ୟା ସହିତ ଜଡ଼ିତ ରୁହ କିମ୍ବା ଈଶ୍ୱରଙ୍କ ସହିତ ଜଡ଼ିତ ରୁହ, ଫଳରେ ତୁମର ନିସଙ୍ଗତା ଆପେ ଆପେ ଦୂର ହେଇଯିବ। ତାପରେ ଦେଖିବା କ'ଣ ଅଛି, ଦେଖନ୍ତୁ ଆଜିର ସମାଜରେ ନାରୀ କେତେ ଦୂର ସୁରକ୍ଷିତ ନା ଅସୁରକ୍ଷିତ, ଏ ବିଷୟରେ ଆପଣଙ୍କର ମତାମତ କ'ଣ? ଦେଖନ୍ତୁ ମୋର ତ ମନେ ହେଉଛି ଯେ ନାରୀ ସେ କଥା ବୁଝି ସାରିଲେଣି। ଆଜି ନାରୀମାନେ ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ, ସମାଜସେବୀ, ଲେଖିକା, ପ୍ରଫେସର ଆଦି ବହୁ ଉଚ୍ଚ ପଦବୀରେ ଯୋଗ ଦେଲେଣି। ନାରୀ ହାତକୁ ଏବେ ସବୁ କ୍ଷମତା ଆସିଲାଣି। ତଥାପି ସମାଜରୁ ନାରୀ ଧର୍ଷଣ କେବେ ଲୋପ ପାଇବ ସେ କଥା ଭାବିଲେ ବହୁତ କଷ୍ଟ ଲାଗେ। ସେଥିପାଇଁ ପୁରୁଷ ସମାଜ ଦାୟୀ। ସାମ୍ପ୍ରତିକ ପରିସ୍ଥିତିରେ ଓଡ଼ିଆ ଉପନ୍ୟାସ କ'ଣ ଆପଣମାନଙ୍କର ମତ କ'ଣ? ଗଳ୍ପ ଓ କବିତା ଖୁବ୍ ଉଚ୍ଚ ସ୍ତରକୁ ଚାଲିଗଲାଣି କିନ୍ତୁ ଉପନ୍ୟାସ ଏତେ ଉପରକୁ ଯାଇନାହିଁ। ମାନେ ଦେଖନ୍ତୁ ଉପନ୍ୟାସ ଏତେ ଲେଖାଯାଉ ନାହିଁ। ବର୍ତ୍ତମାନ ପରିପ୍ରେକ୍ଷୀରେ ମୁଁ ଲେଖିଛି କେତେକ ଲେଖିକାଙ୍କର ଉପନ୍ୟାସ, ଯଥା କ'ଣ ଦେଖନ୍ତୁ ନା ଅର୍ଚ୍ଚନା ନାୟକଙ୍କର ସାତ ପଦ୍ମର ଦୀପ, ରଶ୍ମି ରାଉଳଙ୍କର ମା ଝିଅଙ୍କର ଆକାଶ ଆଦି ମୋତେ ଭଲ ଲାଗିଛି। ପୁରୁଷମାନେ ବି ଲେଖନ୍ତି କିନ୍ତୁ ଗୋପୀନାଥ ମହାନ୍ତିଙ୍କ ପରେ ଶାନ୍ତନୁ ଆଚାର୍ଯ୍ୟ ଯେପରି ନୂତନ ଯୋଗ ବା ନୂତନ ଭାବଧାରା ସୃଷ୍ଟି କରିଥିଲେ ବର୍ତ୍ତମାନ ଆଉ ସେମିତି ଲେଖାଯାଉ ନାହିଁ। ତଥାପି ଓଡ଼ିଆ ସାହିତ୍ୟର ଭବିଷ୍ୟତ ଉଜ୍ଜ୍ୱଳ। ତାପରେ ଦେଖିବା ସାକ୍ଷାତକାର ନମୁନା 4 ହେଲା। ଦେଖନ୍ତୁ ଶିକ୍ଷାବିତ କମଲକାନ୍ତ ମିଶ୍ରଙ୍କର ସହିତ ସାକ୍ଷାତକାର। ସଫଳତା ପାଇଁ ଗୁରୁକୁଳ ଢାଞ୍ଚାରେ ପ୍ରଶିକ୍ଷଣ କମଲକାନ୍ତ ମିଶ୍ର ହେଲା। ସେ ତାକୁ କ'ଣ ପଚାରିଛନ୍ତି, କୁଳପତି ଭାବରେ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଥମ ପଦକ୍ଷେପ କ'ଣ ନେବେ? ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ବିଭିନ୍ନ ସାଂସ୍କୃତିକ ସାମାଜିକ ପାଠ୍ୟକ୍ରମକୁ ନେଇ ସମୃଦ୍ଧ। ଏଠାରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କର ଦକ୍ଷତା ଯେପରି ରାଜ୍ୟ ତଥା ଦେଶ ବିଦେଶରେ ପ୍ରଦର୍ଶିତ ହୋଇପାରିବ ଓ ସେମାନଙ୍କୁ ଏଥିରେ ସଫଳତା ମିଳିପାରିବ, ସେଥିପାଇଁ ଗୁରୁକୁଳ ପରମ୍ପରା ଢାଞ୍ଚାରେ ପ୍ରଶିକ୍ଷଣ ଦିଆଯିବାର ପଦକ୍ଷେପ ନେବି। ତାପରେ ଦେଖିବା ହେଲା କ'ଣ, ଦେଖନ୍ତୁ ଶିକ୍ଷାରେ କିଛି ସଂସ୍କାର ଆଣିବେ କି? ଦେଖନ୍ତୁ ପ୍ରଥମେ ଛାତ୍ରଛାତ୍ରୀମାନଙ୍କୁ ସଫ୍ଟ ସ୍କିଲ୍ ଟ୍ରେନିଂ ଦିଆଯିବ, ଯଦ୍ୱାରା ସେମାନେ ଉଭୟ ଲିଖିତ ସାକ୍ଷାତକାର ପରୀକ୍ଷାରେ ଶ୍ରେଷ୍ଠ ପ୍ରଦର୍ଶନ କରିପାରିବେ। ଆଜିର ପ୍ରତିଦ୍ୱନ୍ଦିତା ଯୁଗରେ ଛାତ୍ରଛାତ୍ରୀମାନେ ଯେଭଳି ପ୍ରତ୍ୟେକ କ୍ଷେତ୍ରରେ ଯୋଗ୍ୟ ହେବେ ଏବଂ ଆତ୍ମନିର୍ଭରଶୀଳ ହୋଇପାରିବେ ସେଥିପାଇଁ ସେମାନଙ୍କୁ ଉପଯୁକ୍ତ ତାଲିମ ପ୍ରଦାନ ଦିଆଯିବ। ଦେଖନ୍ତୁ ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତର ବିକାଶ ପାଇଁ କ'ଣ ପଦକ୍ଷେପ ନେବେ ନା ଦେଖନ୍ତୁ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶୀ ସଂଗ୍ରହାଳୟ ପ୍ରତିଷ୍ଠା କରାଯିବା ଯୋଜନା ଉପରେ ଗୁରୁତ୍ୱ ଦେବି। ଏଥିରେ ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତର ବେଶଭୂଷା, ବାଦ୍ୟଯନ୍ତ୍ର, ବିଶିଷ୍ଟ ଗୁରୁଙ୍କର ଆତ୍ମଜୀବନୀ ଓ ନୃତ୍ୟ ସଙ୍ଗୀତ ଶୈଳୀ ଆଦି ବିସ୍ତୃତ ତଥ୍ୟ ସ୍ଥାନ ପାଇବ, ଯାହାକି ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତର ପ୍ରଚାର ପ୍ରସାର କ୍ଷେତ୍ରରେ ମାଇଲଖୁଣ୍ଟ ହେବ। ତାପରେ ଦେଖିବା କ'ଣ ଅଛି, ନୂଆ ପାଠ୍ୟକ୍ରମ ଖୋଲିବା ପାଇଁ କ'ଣ ଯୋଜନା ରଖିଛନ୍ତି? ଦେଖନ୍ତୁ ସ୍କୁଲ ଅଫ୍ ମ୍ୟୁଜିୟମ ଏବଂ ମ୍ୟୁଜିୟମ ମ୍ୟାନେଜମେଣ୍ଟ, ସ୍କୁଲ ଅଫ୍ ଟ୍ରାଇବାଲ ଷ୍ଟଡିଜ୍, ତା ସହିତ ସ୍କୁଲ ଅଫ୍ ମିଡ଼ିଆ ଆଣ୍ଡ କମ୍ୟୁନିକେସନ, ସ୍କୁଲ ଅଫ୍ କମ୍ପୁଟେସନାଲ ଲ୍ୟାଙ୍ଗୁଏଷ୍ଟିକ୍, ଯେଉଁଟା କହୁଛି ସ୍କୁଲ ଅଫ୍
ଇଣ୍ଟାଞ୍ଜିବୁଲ ତା ସହିତ କଲଚରାଲ ହେରିଟେଜ ଏବଂ ସ୍କୁଲ ଅଫ କ'ଣ ୱମେନ୍ ଷ୍ଟଡିଜ ଆଦି ପାଠ୍ୟକ୍ରମ ପ୍ରଚଳନ କରାଯିବା ନେଇ ଯୋଜନା ରଖିଛି ହେଲା। ତାପରେ ଦେଖିବା ଛାତ୍ରଛାତ୍ରୀଙ୍କର ବିକାଶରେ କ'ଣ ଅଭାବ ରହୁଛି। ଛାତ୍ରଛାତ୍ରୀଙ୍କର ବିକାଶ କ୍ଷେତ୍ରରେ ଭାଷା ଓ କମ୍ପ୍ୟୁଟର ଶିକ୍ଷାର ଆବଶ୍ୟକତା ରହିଛି। ସେମାନେ କିଭଳି ଭାବରେ ଏକାଧିକ ଭାଷାରେ ଦକ୍ଷତା ହାସଲ କରିପାରିବେ ଏବଂ କମ୍ପ୍ୟୁଟର ଶିକ୍ଷାର ମୌଳିକ ଜ୍ଞାନ ଆହରଣ କରିପାରିବେ, ସେଥିପାଇଁ ଏକ ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଛି। କେଉଁ ପ୍ରସଙ୍ଗକୁ ଅଧିକ ଗୁରୁତ୍ୱ ଦେବେ ନା ଦେଖନ୍ତୁ ଛାତ୍ରଛାତ୍ରୀଙ୍କର ସମସ୍ୟାକୁ ଅଧିକ ଗୁରୁତ୍ୱ ଦେବି। ବିଶେଷ କରି ପ୍ରତ୍ୟେକ ଛାତ୍ରଛାତ୍ରୀ ଯେଭଳି ସମସ୍ୟା ମୁକ୍ତ ଭାବରେ ଗୁଣାତ୍ମକ ଶିକ୍ଷା ଆହରଣ କରିପାରିବେ ସେଥିପାଇଁ ଅଭିଯୋଗ ପ୍ରକୋଷ୍ଠ ସ୍ଥାପନ କରି ସେମାନଙ୍କର ସହିତ ନିୟମିତ ଆଲୋଚନା କରିବି। ତାପରେ ଦେଖନ୍ତୁ ଅଭିନେତା କିଏ ନା ପ୍ରଶାନ୍ତ ନନ୍ଦଙ୍କ ସହିତ ସାକ୍ଷାତକାର। ଦେଖନ୍ତୁ ଆପଣଙ୍କର ଅଭିନୟ ଜୀବନ କେମିତି ଆରମ୍ଭ ହୋଇଥିଲା? ଏଟା ହେଲା ସାକ୍ଷାତକାର ନମୁନା 5 ହେଲା। ଦେଖନ୍ତୁ ସ୍କୁଲରେ ପଢୁଥିବା ବେଳେ ମୁଁ ଆକାଶବାଣୀରେ ଶିଶୁ ସଂସାର କାର୍ଯ୍ୟକ୍ରମରେ ଭାଗ ନେଉଥିଲି ଏବଂ ମଞ୍ଚରେ ଶିଶୁ କଳାକାର ଭାବରେ ଅଭିନୟ କରି ବହୁତ ସୁନାମ ଅର୍ଜନ କରିଥିଲି। ଧୀର ବିଶ୍ୱାର ଓ କବିରାଜ କୃଷ୍ଣଚନ୍ଦ୍ର ତ୍ରିପାଠୀ ଗୋଟିଏ ସିନେମା ପାଇଁ ଶିଶୁ କଳାକାର ଖୋଜୁଥିଲେ। ଗୋଟିଏ ଡ୍ରାମାରେ ମୋ ଅଭିନୟ ଦେଖି ସେମାନେ ଦସ୍ୟୁ ରତ୍ନାକର ଚଳଚ୍ଚିତ୍ରରେ ସୁଯୋଗ ଦେଇଥିଲେ। ତାପରେ ନୂଆ ବୋଉରେ ଅଭିନୟ କଲି। ମୁଁ ଶିଶୁ କଳାକାର ହୋଇଥିଲେ ମଧ୍ୟ ସମଗ୍ର କାହାଣୀ ମୋ ଉପରେ ପର୍ଯ୍ୟବେସିତ ହୋଇଥିଲା। ତାପରେ ଅଭିନୟକୁ ନିଶା ଓ ପେଶା ମଧ୍ୟ କଲି। ମୁଁ ଶହ ଶହ ଲୋକଙ୍କ ଠାରୁ ଅନୁପ୍ରାଣିତ ହୋଇଛି। ସେ ସବୁ କଥାକୁ ନେଇ ବହିଟିଏ ଲେଖୁଛି ଯାହାର ନାଁ ହେଉଛି ପୁରୁଣା ପୁରାଣ ହେଲା। ତାପରେ ଦେଖିବା କ'ଣ ଅଛି। ଦେଖନ୍ତୁ ଦସ୍ୟୁ ରତ୍ନାକର ଠାରୁ ଠକୁଲୁ ପର୍ଯ୍ୟନ୍ତ ବହୁ ସିନେମା ଆପଣ ଅଭିନୟ କରୁଛନ୍ତି, ନିର୍ଦ୍ଦେଶନା ଦେଇଛନ୍ତି, କାହାଣୀ ଓ ସଂଳାପ ମଧ୍ୟ ଲେଖିଛନ୍ତି। କେଉଁ ସିନେମା ଆପଣଙ୍କୁ ସବୁଠୁ ବେଶୀ ଆତ୍ମତୃପ୍ତି ଦେଇଛି? ନା ଦେଖନ୍ତୁ ବିଭିନ୍ନ ସିନେମା ବିଭିନ୍ନ ପ୍ରକାରର ଆତ୍ମତୃପ୍ତି ଦେଇଛି ମତେ ହେଲା। ମମତା ଚଳଚ୍ଚିତ୍ରରେ ପ୍ରଥମ ଥର ପାଇଁ ପ୍ରଫୁଲ୍ଲ କରଙ୍କୁ ନେଇଥିଲୁ ଏବଂ ସେ ବିଷୟରେ ବେଶୀ ଆଲୋଚନା ହୋଇନାହିଁ। ମୁଁ ନିର୍ଦ୍ଦେଶନା ଦେଇଥିଲେ ମଧ୍ୟ ମତେ କମ ବୟସ ହୋଇଥିବାରୁ ନିର୍ଦ୍ଦେଶକ ଭାବରେ ମୋ ନାଁ ଦେଇନଥିଲି। ସେ ସିନେମା ଦେଖି ଲୋକେ ଏତେ ଖୁସି ହୋଇଥିଲେ ଯେ ମୁକ୍ତିଲାଭ ଦିନ ମୁଁ ଲୋକଙ୍କର କାନ୍ଧରେ ବାଲକୋନିକୁ ଓହ୍ଲାଇଥିଲି। ସେ ଆନନ୍ଦ ଅନନ୍ୟ, ସେ ତୃପ୍ତି ଭୁଲିବାରେ ନୁହେଁ। ମୋର ଶେଷ ଚଳଚ୍ଚିତ୍ର ଥିଲା ଥୁକୁଲ। ଓଡ଼ିଶୀ ନୃତ୍ୟକୁ ନେଇ ଏହା ନିର୍ମିତ ହୋଇଥିଲା। ତ ସେଥିପାଇଁ ମୁଁ ଗର୍ବିତ। ଗୁରୁ କେଳୁଚରଣ ମହାପାତ୍ରଙ୍କୁ ମୁଁ କଥା ଦେଇଥିଲି ଓଡ଼ିଶୀ ନୃତ୍ୟକୁ ନେଇ ମୁଁ ଦିନେ ନା ଦିନେ ଚଳଚ୍ଚିତ୍ର କରିବି। ସ୍ୱପ୍ନ ସାଗର ସୁଟିଂ ବେଳେ 90 ଦିନ ଧରି ଚିଲିକା ବ୍ୟତୀତ ମୋତେ ଆଉ କିଛି ଦେଖାଯାଉ ନଥିଲା। କୋରାପୁଟ କାକିରିଗୁମାରେ ରହି ଅଳସୀ ଫୁଲ ଭିତରେ ଡୋରା ସିନେମା ସୁଟିଂ ବେଳେ କି ଆନନ୍ଦ ମିଳିଥିଲା। ପ୍ରକୃତି ଭିତରେ ମୁଁ ହଜି ଯାଇଥିଲି। ସବୁ ସିନେମା ତୃପ୍ତି ମିଳେ, ଅନୁଭବ ମିଳେ, ତାହା ବିଭିନ୍ନ ପ୍ରକାରର। ତାପରେ ଦେଖିବା କ'ଣ ଅଛି ହେଲା ପ୍ରଶ୍ନ ନମ୍ବର। ତାପରେ କ୍ୱେଶ୍ଚନ କ'ଣ ଅଛି। ଆପଣଙ୍କର ବନ୍ଧୁ ଓ ଶୁଭେଚ୍ଛୁ ମାନେ କହନ୍ତି ଯେ ଆଉ ଗୋଟେ ଶେଷ ଶ୍ରାବଣ କରୁନ କାହିଁକି? କି ଉତ୍ତର ଦିଅନ୍ତି ଆପଣ? ଦେଖନ୍ତୁ ଆଉ ଗୋଟେ ଶେଷ ଶ୍ରାବଣ କରନ୍ତି ଯେ କୋଉଠୁ ପାଇବି ମୋ ସୋନିଆକୁ? ସୋନିଆ ଏବେ ଧୋତି ପିନ୍ଧୁଛି କି ଡଙ୍ଗା ଚଳାଉନି? ସୋନିଆର ନାଁ ବଦଳି ଯାଇଛି। ମୁଁ କୋଉଠି ପାଇବି ଗାଁ ମୁଣ୍ଡ ଝଙ୍କାଳିଆ ବରଗଛକୁ, ପାଖରେ ଥିବା ଠାକୁରାଣୀ ଦେବୀଙ୍କୁ, କିଆ ଗହିରୀକୁ? ଆଜିକାର ଦର୍ଶକ ସେଭଳି ସିନେମାକୁ ପସନ୍ଦ ବି କରିବେନି। ତ ଏଥିପାଇଁ ଆଉ ଗୋଟେ ଶେଷ ଶ୍ରାବଣ କରିପାରିବିନି। ତାପରେ ଦେଖିବା ତାପରେ କ୍ୱେଶ୍ଚନ ହେଲା ମୌଳିକ କାହାଣୀକୁ ନେଇ ଓଡ଼ିଆ ସିନେମା କରାଯାଉନି ବୋଲି ସମାଲୋଚକ କହିଥାନ୍ତି। ଆପଣଙ୍କର ମତ କ'ଣ? ଦେଖନ୍ତୁ ପ୍ରାୟ 1995 ମସିହାରୁ ରିମେକିଂ ଫିଲ୍ମ କରିବାଟା ଆମ ଚଳଚ୍ଚିତ୍ର ଜଗତକୁ ପଶିଲା। ମୁଁ କେବେ ବି ସେପରି ରିମେକ୍ କରିନି ବରଂ ଶେଷ ଶ୍ରାବଣକୁ ରିମେକ୍ ହୋଇଛି। ମୌଳିକ କାହାଣୀକୁ ନେଇ ସିନେମା ନ ହେଉଥିବାରୁ ମଣିଷମାନେ ଯେତିକି ଦୁଃଖିତ ମୁଁ ସେତିକି ମର୍ମାହତ। ଦେଖନ୍ତୁ ଦକ୍ଷିଣୀ ସିନେମାର କାହାଣୀ ଆଣି ଓଡ଼ିଆରେ ଫିଲ୍ମ କରାଯାଉଥିବାରୁ
ଆମର ସ୍ୱାଭିମାନ ମଧ୍ୟ ଆମର ସ୍ୱାଭିମାନ ମଧ୍ୟ କ୍ଷୁଣ୍ଣ ହେଉଛି। ସେମାନେ ମୌଳିକ କାହାଣୀକୁ ସିନେମା କରି ସଫଳ ହେଉଛନ୍ତି। ତ ଆମେ କାହିଁକି ହେବାନି? ସମୟ ବଦଳୁଛି, ଆଶା କରିବା ସମୟ ଆମକୁ କ'ଣ ଠିକ୍ ବାଟରେ ନେଇଯିବ। ତାପରେ ଦେଖିବା କ'ଣ ହେଲା, ଆପଣଙ୍କର ସବୁ ଲେଖାଲେଖି କରିଛନ୍ତି। ଦେଖନ୍ତୁ, ଚଳଚ୍ଚିତ୍ର କରିବା ଦିନରୁ ଲେଖାଲେଖି କରୁଛି। ସିନେମା ପାଇଁ କ'ଣ ସିନେମା ପାଇଁ ଲେଖି ବହି ଛପା ହେଉନଥିବାରୁ ସାହିତ୍ୟିକରେ ଗଣା ହେଉନଥିଲି। ଅଷ୍ଟମ ଶ୍ରେଣୀରେ ପଢ଼ିଲା ବେଳେ ମଧ୍ୟ ଉପନ୍ୟାସ ଲେଖି ବାପାଙ୍କ ଠାରୁ ମାଡ଼ ବି ଖାଇଛି। ଗଳ୍ପ ଉପନ୍ୟାସ ସହିତ ଖବରକାଗଜରେ ନିୟମିତ ସ୍ତମ୍ଭ ଲେଖୁଛି। ମୋର 3ଟି ଉପନ୍ୟାସ ଅନୁସ୍ରବ, ପଲସା ଓ କଳିଙ୍ଗ ଧାତା, ଗୋଟିଏ ଔପନ୍ୟାସିକ ତ୍ରିକୋଣୀୟ ଗଳ୍ପ ସଂକଳନ ଅକ୍ଷୟ ଅବକ୍ଷୟ, ଅଥଚ ଆମେ ଓ ଓଲଟପାଲଟ ପ୍ରକାଶିତ ହୋଇଛି। ମୋତେ ଖୁବ ଆନନ୍ଦ ଲାଗେ, ମୋ ଭିତରେ ଲେଖକଟିଏ ଅଛି, ସବୁବେଳେ ମୁଁ ତାକୁ କ'ଣ ଜୀବନାଶ ଦେଉଛି। ତାପରେ ଦେଖିବା ଆପଣ ଲେଖା ମାଧ୍ୟମରେ ମୁଖ୍ୟତଃ କ'ଣ କହିବାକୁ ଚାହିଁଛନ୍ତି ନା, ଦେଖନ୍ତୁ, ଅବକ୍ଷୟମୁଖୀ ସମାଜରେ ସଚେତନତା ସୃଷ୍ଟି କରିବା ସହିତ ସଂସ୍କାର ଓ ପରମ୍ପରାର କଥା କହିବାକୁ ଚେଷ୍ଟା କରୁଛି। ଅଭିନେତା ପ୍ରଶାନ୍ତ ନନ୍ଦଙ୍କ ସହିତ କ୍ଷେତ୍ରବାସୀ ନାୟକଙ୍କର ସାକ୍ଷାତକାର। ଅଂଶବିଶେଷ ରବିବାର ସମ୍ବାଦ 25/9/2016 ପୃଷ୍ଠା ନମ୍ବର 6 ହେଲା। ଦେଖନ୍ତୁ, ଏଇଟା ତୁମେ ପାଇଯିବ ଯଦି ଖୋଜିବ। ସାକ୍ଷାତକାର ନମୁନା 6 ଆମେ ଦେଖିବା ତ ପରବର୍ତ୍ତୀ ଭିଡ଼ିଓରେ। ତ ପିଲାମାନେ ଆଜିର ଭିଡ଼ିଓଟି ପ୍ରାୟତଃ ବହୁତ ହି ଲମ୍ବା ହେଇଗଲା, ଅଧିକ ଲମ୍ବା ହେଲେ ତ ତୁମମାନେ କେହି ଦେଖିବନି। ତ ଆଜିର ଭିଡ଼ିଓଟି ଏଇଠି ଆମେ ରଖୁଛି ହେଲା। ଆମେ ନେକ୍ସଟ ପାର୍ଟ ମାଧ୍ୟମରେ ସାକ୍ଷାତକାର 6ଟି ଆଲୋଚନା କରିବା। ଧନ୍ୟବାଦ। ଜୟ ଜଗନ୍ନାଥ।